वो साउंड ठीक जाए. Okay. So thank you, Master Anmol, such a amazing welcome ପାଇଁ and ଆମ ସେସନର ଏଇ ସିଷ୍ଟମର କ୍ରିଏଟର ସରୋଜ ସାର୍ ନମସ୍କାର, ଗୁଡ୍ ମର୍ଣ୍ଣିଂ, ହ୍ୟାପି ହୋଲି। ଆଉ ସମସ୍ତ ପାର୍ଟିସିପେଣ୍ଟ ମାନଙ୍କୁ ମଧ୍ୟ हैप्पी होली, नमस्कार, जय जगन्नाथ, सलाम वालेकुम। रोज़ा चल रहा है तो आप लोग बहुत अच्छी तरह से फजर का नमाज आप अदा कर चुके होंगे, जो हमारे मुस्लिम भाई बहनें हैं। तो एक अच्छी नमाज के बाद एक अच्छा एक्सरसाइज के बाद अब एक अच्छा सा दिन की शुरुआत, एक अच्छा सा टॉपिक पे हम लोग बात करना जा रहे हैं, जहाँ पे आप मतलब बहुत जन ऐसे होते हैं जो जिंदगी के रास्ते में उनके जीवन में एक अंधेरा सा है। Recording stopped. तो उस अंधेरा को कैसे दूर किया जाए, मैं अपने बारे में थोड़ा सा बताऊंगा, फिर आपको ले चलूंगा उस सफर में। तो क्या मैं विजिबल हूँ? पीपीटी विजिबल है? ओके, थैंक यू। सो आज हम लोग इनफर्टिलिटी के बारे में बात करेंगे। हर हफ्ता के बुधवार जो सुबह होता है उसमें हम लोग कुछ अच्छा डिस्कस करते हैं। तो आज 4 तारीख है, सुबह मौसम भी बहुत अच्छा है, त्योहारों का सेशन चल रहा है। आज हमारे हिंदू भाई बहनों के लिए होली है, हमारे मुसलमान भाई बहनों का रोज़ा चल रहा है, जो क्रिश्चियन पीपल है उनका भी लैंडिंग पर्व चल रहा है। मतलब भारत में ज़्यादातर लोग अभी पर्व मना ही रहे हैं। ठीक अच्छे, तो आम समस्ते बर्तमान चलवा आज टॉपिक उपर। ता ऊपर जमी मास्टर अनमोल सार तांकर ग्रेट रिजल्ट कथा कहले, मु भी ए सिस्टम रे आसीबा आगु मो विषय टिके कहूँ। बाय प्रोफेशन मु जड़े डाक्तर, मो ना विभूति भूषण पट्टनायक। मु वर्तमान सुंदरगढ़ जिले में अवस्थापित अच्छी। आपण मैंने हाय कहींपारे आपको जदि भल लगे। ଯେତେବେଳେ ମୁଁ ଡାକ୍ତର ହେଲି ତା ଆଗରୁ ମାନେ ମୋର ଜୀବନଶୈଳୀ ଏବେ ଜଷ୍ଟ କିଛି ଦିନ ଆଗରୁ ଡିସାଇଡ୍ କରୁଥିଲୁ ଯେ ଆମେ ନା ନିଜ ଲାଇଫଷ୍ଟାଇଲକୁ ସେଟ୍ 15-16 ବର୍ଷ ପର୍ଯ୍ୟନ୍ତ ଆମେ କରୁ। କାହିଁକି ବାପା କହୁଥିବେ ସକାଳୁ ଉଠ, ପାଠ ପଢ଼, ଏଇ ଗାଧେଇ ଯା, ଏଇ ଠିକ୍ ଟାଇମରେ ଖା, ଏଇ ଏଇଟା ଖାଇବୁନୁ, ସେଇଟା ଖାଇବୁନୁ। ବାପା ସବୁବେଳେ, ମା ସବୁବେଳେ ଆମକୁ ଆକଟ କରି କରି ଗୋଟେ ଡିସିପ୍ଲିନ ଲାଇଫଷ୍ଟାଇଲରେ ପକେଇଥାନ୍ତି। କିନ୍ତୁ ଯେମିତି ଯେମିତି ଆମେ କଲେଜ ଯାଉ, କଲେଜ ଗଲା ପରେ କ'ଣ ହୁଏ ନା, ତାପରେ ବାପା ତ ଘରେ ଥାଆନ୍ତି। ତ କେତେବେଳେ ଉଠୁ, ଯେତେବେଳେ ଉଠୁ ବାପା କହିବେ ପଢ଼ୁଛୁ? ହଁ ପଢ଼ୁଛି। କେତେବେଳେ ଉଠୁଛି? ରାତି 12ଟା ବେଳ ତକ ପଢ଼ୁଛି, ସକାଳ ଶୋଉଛି। ପୁରା ଡିଫେକ୍ଟିଭ ଲାଇଫଷ୍ଟାଇଲଟା ମୋର ସେଇଠୁ ଆରମ୍ଭ ହେଲା। ତାପରେ ମୁଁ ଡାକ୍ତର ହେଇଗଲି। ଡାକ୍ତର ହେଲା ପରେ ଚାକିରି ପାଇଗଲି। ଚାକିରି ପାଇଲା ପରେ ନା ମୋତେ ଲାଗିଲା କି ମୋ ଜୀବନ ସବୁ ଜିନିଷ ପାଇଗଲି। କିନ୍ତୁ ଧୀରେ 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 ଏତେ ସୁନ୍ଦର ଚେହେରାଟା ମୋର, ଏତେ ସୁନ୍ଦର ଦେହଟା ଧୀରେ ଧୀରେ ବଢ଼ିକି କ'ଣ ହେଇଗଲା ଜାଣିଛନ୍ତି? ଏଇଭଳିଆ ପେଟୁଆ ହେଇଗଲି, ପେଣ୍ଡୁ ଭଳିଆ। ମୋତେ ଲାଗୁଥିଲା ଆଗ ମୁଁ ସୁନ୍ଦର ଅଛି। ଏବେ ସମସ୍ତେ ନା, ଆଉ ସାର୍ କେତେ ଜଣ ମୋର ସାଙ୍ଗ ଅଛନ୍ତି ପେଟଟାକୁ ଛୁଇଁ ଦେବେ, ଆକୁ ଟିକେ ପତଳା କର, है ना। ଆଉ ଭଗବାନ ମୋତେ ଏମିତିଆ କମ୍ କରିଛନ୍ତି, ଏମିତିଆ ବେଶୀ କରିଛନ୍ତି। ତ ସେ ଆହୁରି ଡେଞ୍ଜର ଦେଖିବା ପାଇଁ, है ना। କିନ୍ତୁ ମୋତେ ଲାଗୁଥିଲା ହଁ ମୋ କ'ଣ ଅସୁବିଧା, ଏଇଟା ଡାକ୍ତର ଲୋକ, ଗୋଟେ ପେଟଟେ ନ ବାହାରିଲେ କ'ଣ ହବ କି? ସରକାରୀ ଚାକିରି କରୁଛି ବୋଲି ଲୋକ କେମିତି ଜାଣିବେ ପେଟଟା ବାହାରିଛି ଯେତେବେଳେ ଦେଖିବେ? ତ ମୁଁ ନିଜକୁ ନିଜେ ନା ବୁଝଉଥିଲି। କିନ୍ତୁ ଧୀରେ 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 ଓଜନ ବଢ଼ିବା ସାଙ୍ଗରେ କ'ଣ ହେଲା ଜାଣିଛନ୍ତି? ମୋର ମୁଣ୍ଡ ବଥା ଆରମ୍ଭ ହେଲା, ମୋର ଅଣ୍ଟା ବଥା ଆରମ୍ଭ ହେଲା, ମୋର ଗ୍ୟାସ୍ ପ୍ରୋବ୍ଲେମ୍ ଆରମ୍ଭ ହେଲା, ସୁଗର ଲେଭେଲ୍ ଧୀରେ ଧୀରେ ଉପରକୁ ଉଠିଲା। ଆଉ ତା ପାଇଁ ଜିମ୍ମେଦାର କ'ଣ? ମୋର ସବୁ ସାଙ୍ଗ, ମୋର ଇନଡିସିପ୍ଲିନ୍ ଲାଇଫ୍। ଆଉ ଗୋଟେ ସମୟ ଏମିତି ଆସିଲା 2012-13 ପରେ, ସବୁଦିନ ମୁଣ୍ଡ ବିନ୍ଧିଲା, ସବୁଦିନ ମୁଣ୍ଡ ବିନ୍ଧିଲା। ଗ୍ୟାସ୍ ଔଷଧ ଖାଇବି, ମ୍ୟାଡ଼ମ୍ ଆମର ଘରେ ଷ୍ଟାଫ୍ ନର୍ସ, ସିଏ ଇଞ୍ଜେକ୍ସନ୍ ଦେବେ, ସାଲାଇନ୍ 2ଟା ଟାଙ୍ଗିବେ, କିମ୍ବା ବାନ୍ତି ହେବ। କିଛି ଗୋଟେ ହେଲା ପରେ ପୁଣି ସେଟେଲ୍ 3-4 ଦିନ ପର୍ଯ୍ୟନ୍ତ ହେବ। ତାପରେ କ'ଣ ହେବ ନା, ପୁଣି ସେଇ ଜିନିଷ, ପୁଣି ସେଇ ଖାଇବା, ପୁଣି ସେଇ। ଡାକ୍ତର ହେଲା ବାବଜୁଦ ଲୋକମାନେ ଯେତେବେଳେ ମୋ ପାଖକୁ ଆସୁଥିଲେ, ସାର୍ ମୋର ଗ୍ୟାସ୍ ହେଇଛି, ସାର୍ ମୋର ପାଇଲ୍ସ ପ୍ରୋବ୍ଲେମ୍ ହେଲାଣି, ସାର୍ ମୋର ଏଇ ପ୍ରୋବ୍ଲେମ୍ ହେଲାଣି, ମୁଁ ତାଙ୍କୁ ଶିଖଉଥିଲି ଯେ ଏମିତି ଖାଇବନି, ସେମିତି ଖାଇବନି, ସେମିତି ଖାଇବନି। କିନ୍ତୁ ପୋଥିଗତ ବିଦ୍ୟା ପରହସ୍ତ ଧନ ଭଳିଆ ମୋର ସିଏ କିଛି କାମର ନାହିଁ।
ଅନ୍ୟକୁ ଉପଦେଶ ସିନା ଦେଉଥିଲି, ନିଜେ କେବେ ପାଳନ କରୁନଥିଲି। ତ ତାପରେ ଏମାଜିଂଲି ଦିନେ ଗୋଟେ ଦିନ ହସ୍ପିଟାଲରେ ମୋର ସବଅର୍ଡିନେଟ୍ ଷ୍ଟାଫ୍ ଯିଏ ଆମର ଷ୍ଟାଫ୍ ନର୍ସ ଏମିତି ମୁଣ୍ଡ ପିନ୍ଧିକି ମୁଣ୍ଡ ଦରଜରେ ବସିଥାଏ, 9ଟା ବେଳକୁ ଯାଇକି ସକାଳୁ ସକାଳୁ ମୁଣ୍ଡ ଦରଜ ହେଉଛି, ଲାଗୁଛି ବାନ୍ତି ହେଇଯିବ। ତ ଆମ ଷ୍ଟାଫ୍ ନର୍ସ ଦେଖିଲେ ଆଉ କହିଲେ, ସାର୍ କ'ଣ ହେଲା? ମୁଁ କହିଲି ମୁଣ୍ଡଟା ବିନ୍ଧୁଛି ପୁରା। କହିଲେ ରୁହନ୍ତୁ ମୁଁ ଆସୁଛି। ଏତେ ଏମାଜିଂ ଜିନିଷ ଏଇ ସିଷ୍ଟମରେ ସେ ତା ପର୍ସରେ ସେଇଟା ଧରିଥିଲା, ଆଉ ଆମ ହସ୍ପିଟାଲରେ ହିଁ ପାଣି ଗରମ କରିକି ମୋତେ ଆଣିକି ନାଲି ପାଣିଟି ଦେଲା। ଆପଣମାନଙ୍କ ପାଖେ ଅଛି ସମସ୍ତେ? ସରୋଜ ସାର୍ ପିଉଛନ୍ତି, ଆଉ କିଏ କିଏ କାହା ପାଖେ ଅଛି କି ଦେଖେଇ ପାରିବେ? ତ ଥ୍ୟାଙ୍କ ୟୁ ସରୋଜ ସାର୍। ତ ଯେତେବେଳେ ଆଣିକି ସେ ଦେଲା ମୁଁ ପିଇଦେଲି। ପିଇଲା ପରେ ନା 15-20 ମିନିଟ୍ ପରେ ପେସେଣ୍ଟ ବି ପଳେଇ ଆସିଲେ, ଆଉ ମୁଁ ବି ଭୁଲିଗଲି। 11ଟା 11:30 ବେଳକୁ ମୋର ମନେ ପଡ଼ିଲା, ଔଷଧ ନ ଖାଇଲେ ତ ମୋର କମୁନଥିଲା, କି ବାନ୍ତି ନହେଲେ ମୁଣ୍ଡବିନ୍ଧାଟା କମୁନଥିଲା, ମୁଣ୍ଡବିନ୍ଧା କମିଲା କେମିତି? ତାପରେ ମୁଁ ତାଙ୍କୁ ଡାକିଲି, ମୁଁ କହିଲି କ'ଣ ପିଏଇଲ? ବଢ଼ିଆ ଲାଗିଲା। ସେଇଟା ମୋର ଫାଷ୍ଟ ଟେଷ୍ଟ ଥିଲା। ତ ସେ କହିଲେ କି ସାର୍ ଏଟା ଆଫ୍ରେସ୍। ମୁଁ କହିଲି ବାଃ, ବଢ଼ିଆ ଫ୍ରେସ୍ କରିଦେଲ ମୁଣ୍ଡକୁ। ଆଉ ମୋତେ ଦଉନ ପ୍ୟାକେଟଟା। ମୁଁ ଜାଣିନଥିଲି ଡବାରେ ଆସେ ପ୍ୟାକେଟଟା। ନାଇଁ ସାର୍ ଡବାଟା ଆସେ, କିନ୍ତୁ ଏଇଟାରେ ସମସ୍ୟାର ସମାଧାନ ନାହିଁ। ସମାଧାନ ହେଲା ସାର୍ ଆପଣ ଲାଇଫଷ୍ଟାଇଲ୍ ବଦଳାନ୍ତୁ, ଠିକ୍ ଟାଇମରେ ଖାଆନ୍ତୁ, କେତେ ପାଣି ପିଅନ୍ତୁ। ମୁଁ କହିଲି ତମେ ମୋତେ ଶିଖେଇବ? ଟିକେ ହେୟ ଜ୍ଞାନ କରିଦେଲି। ଆମେ ସମସ୍ତେ ହେୟ ଜ୍ଞାନ କରିଦେଉ। ଆମଠୁ ଯିଏ ଛୋଟ ଥାଆନ୍ତି ବା ନୂଆ ଥାଉ, ତାଠୁ ଆମେ କିଛି ଶିଖିବା ମୁଡ଼ରେ ନଥାଉ। ଆମର ଇଣ୍ଡିଆନ୍ ମାଇଣ୍ଡସେଟ୍ ହେଲା ଆମେ ଯେତେ ବୟସ୍କ ଆମେ ସେତେ ଅଧିକା ଜାଣିଛୁ। ବହୁତ ଜଣ ଭାବୁଥିବେ ମାଷ୍ଟର ଅନମୋଲଠୁ କ'ଣ ଶିଖିବୁ, ବଟ୍ ମାଷ୍ଟର ଅନମୋଲ ହିଁ ମାଷ୍ଟର ଅନମୋଲ, है ना? ତାଙ୍କ ପାଇଁ ଗୋଟେ କ୍ଲାପ୍ କରିଦେଇ ପାରିବେ। ସୋ ମୋର ସବଅର୍ଡିନେଟ୍ ଷ୍ଟାଫ୍ ସେଇଦିନ ଯେତେବେଳେ କହିଲେ, ମୋତେ ଟିକେ ନିଜର ଫିଗର ଆପଣ ଦେଖୁଥିବେ, ଗୋଟେ ଧଳା ଗଞ୍ଜିରେ କେମିତିଆ ଦିଶୁଛି, ଏଇଠି କେମିତିଆ ଦିଶୁଛି। ସୋ ସେଇ କୋଚ୍ଙ୍କ ମାଧ୍ୟମରେ ମୁଁ ଟ୍ରାନ୍ସଫର୍ମ ହେଲି। ଏମାଜିଂ 75 କିଲୋରୁ ବର୍ତ୍ତମାନ 62 କିଲୋ ଅଛି। ମୋତେ ଆହୁରି 5-7 କିଲୋ କମ୍ କରିବାର ଅଛି। ଆପଣ କ୍ଲାପ୍ କରିପାରିବେ। ମୋତେ ଦେଖିକି ମ୍ୟାଡ଼ମ୍ ହାତୀ ଭଳିଆ ଦିଶୁଥିଲେ, है ना? ମ୍ୟାଡ଼ମ୍ ମୁଁ କବାଟରେ 2 ଜଣ ପାସ୍ ହେଲା ବେଳକୁ ମ୍ୟାଡ଼ମ୍ ଏମିତି ତେଢ଼ା ହେବ, ମୁଁ ତେଢ଼ା ହେବି ଯିବୁ, 2 ଜଣ ଯାକ ଆଉ ଯାଇପାରୁନଥିଲୁ, है ना? ସିଏ 90 କିଲୋରେ ପହଞ୍ଚି ଯାଇଥିଲା। ତ ତାକୁ ବି ମୁଁ ଯେମିତି ମୁଁ ଟିକେ ପତଳା ହେଲି, ମୁଁ ତାକୁ ମୋଟି ମୋଟି କହିବା ଚାଲୁ କଲି। ସେ କହିଲା ମୋଟି, ଆଚ୍ଛା ହଉ ମୁଁ ବି। ତାପରେ ଆମେ 2 ଜଣ ଯାକ ଏ ସିଷ୍ଟମରେ ଏଣ୍ଟ୍ରି କଲୁ, ଆମ କୋଚ୍ଙ୍କ କଥା ଶୁଣିଲୁ, ଆଉ 2 ଜଣ ଯାକ ନିଜର ଟ୍ରାନ୍ସଫର୍ମେସନ୍ କଲୁ, ଆଉ ଆମର ଜର୍ନି ଏବେ ଚାଲିଛି। ତାପରେ ଏଇ ଭଲ ଜିନିଷଟାକୁ ମୁଁ ଭାବିଲି ଯେ ମୁଁ ଅନ୍ୟମାନଙ୍କୁ ମଧ୍ୟ ସେୟାର କରିବି। ଆଉ ଦୁନିଆରେ ସବୁ ପ୍ରକାର ସ୍କୁଲ ଅଛି, କିନ୍ତୁ ହେଲ୍ଥ ଆଉ ଫିଟନେସ୍ ପାଇଁ କୌଣସି ସ୍କୁଲ ନାହିଁ, ଯେଉଁ ସ୍କୁଲରେ ଆମେ ହେଲ୍ଥ ବିଷୟରେ କହିପାରିବା। ଆମେ ଖାଲି ଭର୍ବାଲି ଶୁଣୁ, ଡାକ୍ତର ହେଲ୍ଥ ବିଷୟରେ କୁହନ୍ତି, ବାପା ମା ହେଲ୍ଥ ବିଷୟରେ କୁହନ୍ତି, କିନ୍ତୁ ପ୍ରପର କେତେ ପାଣି ପିଇବ, କେତେ ଏକ୍ସରସାଇଜ କରିବ, ଡାଏଟ୍ ଉପରେ କ'ଣ କଣ୍ଟ୍ରୋଲ କରିବ ନଥାଏ। ତ ହେଲ୍ଥ ଆଣ୍ଡ ଫିଟନେସ୍ ସ୍କୁଲ ମୋର ନିଜର ଷ୍ଟାର୍ଟ କଲି। ଆଉ ଷ୍ଟାର୍ଟ କଲା ପରେ ବହୁତ ସାରା ଏମର୍ଜିଂ ରେଜଲ୍ଟସ୍ ଆପଣ ଦେଖିପାରୁଥିବେ ଲୋକମାନଙ୍କୁ ଦେଇଛି। ଆଉ ଆଜିର ଟପିକ୍ ଯେଉଁ ଅଛି ଇନଫର୍ଟିଲିଟି, ଆପଣ ତଳେ ଦେଖନ୍ତୁ 2 ଜଣ ଦମ୍ପତି ଅଛନ୍ତି ଛୁଆ ଧରିକି। ଏମାନଙ୍କର ଏ ଯେଉଁ ରାଇଟ୍ ସାଇଡ଼୍ରେ ଅଛନ୍ତି ଗାମଛା ପକେଇକି ଯେଉଁ ମହାଶୟ ଅଛନ୍ତି, ସେ ମହାଶୟଙ୍କର 18 ବର୍ଷ ହେଲାଣି ଛୁଆ ହେଉନଥିଲା। 18 ବର୍ଷ ହେଲାଣି ଛୁଆ ହେଉନଥିଲା। ସେମାନେ ପୁରା ଓଡ଼ିଶା ସାରା ହସ୍ପିଟାଲ ସେମାନେ ବୁଲି ଦେଇଥିଲେ। ହସ୍ପିଟାଲ ବାଲା କହିଲେ ଆପଣଙ୍କର ଆଉ ହେବ ନାହିଁ, ହେଲା। ତାପରେ ମୋ ପାଖକୁ ଆସିଲେ, ତାଙ୍କର ଷ୍ଟୋରି ଆପଣଙ୍କୁ ଟିକେ କହୁଛି, ଆପଣ ଏମାଜିଂଲି ଶୁଣିବେ, ଆପଣଙ୍କୁ ବହୁତ ଇଣ୍ଟରେଷ୍ଟିଂ ଲାଗିବ। ଏ ଯେଉଁ ଗାମଛା ପକେଇଛନ୍ତି ବାବୁ ଜଣକ, ମାନେ ତାଙ୍କ ଜୀବନରେ ଶୂନ୍ୟତା ଏତେ ଥିଲା, ଗୋଟେ ଛୁଆ ନଥିଲା ବୋଲି ସବୁ ଜିନିଷ ତାଙ୍କର ବିକି ଦେଇଛନ୍ତି। ଆଖାପାଖି 8-10 ଏକର ଜମି ଥିଲା, ବିକିକି ଯାହା ସମ୍ପତ୍ତି ଥିଲା ସବୁ ସାରିକି ବି ତାଙ୍କର ଛୁଆଟେ ହେଉନଥିଲା। ସବୁ ବଡ଼ ବଡ଼ ଡାକ୍ତରଙ୍କୁ ଦେଖେଇ ସାରିଥିଲେ। ତାପରେ ମୋ ପାଖକୁ ଯେତେବେଳେ ଆସିଲେ, ବହୁତ ଜଣ କହିଲେ ସାର୍ଙ୍କ ପାଖକୁ ଯାଆନ୍ତୁ। ମୋ ପାଖକୁ ଯେତେବେଳେ ଆସିଲେ, ସେତେବେଳେ ନା ମୁଁ ତାଙ୍କ ରୂପଭେକ ଦେଖିକି କହିଲି, ମୁଁ କହିଲି ୟାଙ୍କୁ ଯଦି ପ୍ରଡ଼କ୍ଟ ଦେବି ତାହେଲେ ଇଏ ନେଇପାରିବେ ନ ନେଇପାରିବେ। ତ ମୁଁ ତାଙ୍କୁ କହିଲି କି ଆଙ୍କ ବୟସ ଆପଣ ଜାଣିଥାନ୍ତୁ। ଯିଏ ଫିମେଲ୍ ଅଛି ତାଙ୍କ ବୟସ 38, ଆଉ ଯିଏ ମେଲ୍ ଅଛନ୍ତି ତାଙ୍କ ବୟସ 49, 50।
ଏଇ ବୟସରେ ଜୀବନର ଶେଷ 35 ବର୍ଷ ପରେ ଛୁଆ ହେବାର ମାନେ ପରସେଣ୍ଟେଜ କମିଯାଏ। ତ ସେ କହିଲେ ନାଇଁ ସାର୍ ଆପଣ ଯାହା କହିବେ ଆମେ ଦେବୁ। ତ ପ୍ରଥମ ଥର ପ୍ରଡ଼କ୍ଟ ଯାହା ଦେଲି ଟିକେ କଷ୍ଟଲି ଥିଲା, ତ ସେ ନେଇଗଲେ। ଆଚ୍ଛା, ତା ଆଗରୁ ମୁଁ କହିଦିଏ ଯେ ତାଙ୍କର ପିରିୟଡ଼ ବନ୍ଦ ହେଇଯାଇଥିଲା। ଗତ 2 ବର୍ଷ ହେଲାଣି ତାଙ୍କର ପିରିୟଡ଼ ହିଁ ହେଉନଥିଲା। ଯଦି ପିରିୟଡ଼ ହିଁ ହେବନି ତାଙ୍କର ଛୁଆ କେମିତି ହେବ? ତ ମୋର ପ୍ରାୟୋରିଟି ଥିଲା ଯେ ତାଙ୍କର ପିରିୟଡ଼ଟା ମୁଁ ସେଟ୍ କରିବି। ତ ପ୍ରଥମ ମାସ ଦେଲି, ତାଙ୍କର କିଛି ହେଲାନି। ଦ୍ୱିତୀୟ ମାସ ଆସିଲେ, ମୋତେ ଡର ଲାଗିଲା ତାର ପିରିୟଡ଼ ବନ୍ଦ ହେଇଯାଇଛି, ପିରିୟଡ଼ ହେଉନି, ସେ ଛୁଆ ପାଇଁ ଆସିଛନ୍ତି, କେମିତି ହେବ? ତ ଦ୍ୱିତୀୟ ମାସ ପ୍ରଡ଼କ୍ଟ ଦେଲି। ତ ତୃତୀୟ ମାସ ଯେତେବେଳେ ଆସିଲା ମୁଁ କହିଲି ପିରିୟଡ଼ ହେଲା, ସେ କହିଲେ ନାଇଁ। ମୋତେ ଡର ମାଡ଼ିଲା, ମୁଁ କହିଲି ଗରିବ ଲୋକ ହେଇଗଲାଣି, ତାଠୁ ପଇସା ନେଇକି ଦେବି, ଯଦି ନ ହେଲା ତାହେଲେ ଏତେ ପାପ କିଏ ନେବ? ତ ମୁଁ ନା ଆଉ ତାକୁ ଦେଲିନି। କିନ୍ତୁ ସେ ଲୋକ ଜିଦ୍ କଲା ଯେ ନାଇଁ ସାର୍ ଆପଣ ପ୍ରଡ଼କ୍ଟ ଦିଅନ୍ତୁ, ଆଉ ଆମର ଭରସା ଅଛି ଆପଣଙ୍କର ହେବ। ମୁଁ କିନ୍ତୁ ଆଉ ଦେଲିନି ଡରରେ। ମ୍ୟାଡ଼ମକୁ କହିଲି ତମେ ଦେଉଛ ଯଦି ଦିଅ, ନହେଲେ ନାହିଁ। ମ୍ୟାଡ଼ମଙ୍କଠୁ ସେ ପ୍ରଡ଼କ୍ଟ ନେଲା। ତାପରେ 4th ମନ୍ଥ ଯେତେବେଳେ ଆସିଲା, ମୁଁ କହିଲି ପିରିୟଡ଼ ହେଲା? କହିଲା ପିରିୟଡ଼ ହେଇନି। है ना? ମୁଁ କହିଲି ତମେ ଗୋଟେ କାମ କର, ସୁନ୍ଦରଗଡ଼ ହସ୍ପିଟାଲରେ ଟିକେ ଦେଖେଇ ଦିଅ। ସେ କହିଲେ ନାଇଁ ସାର୍ ଆପଣ ହିଁ ଦେଖନ୍ତୁ, ଯାହା ଖର୍ଚ୍ଚ ଲାଗିବ ଦେବୁ। ମୁଁ କହିଲି ଆଚ୍ଛା ପଇସା କେଉଁଠୁ ଆଣୁଛ? ତ ସେ କହିଲା ସାର୍ ଘରଟା ବନ୍ଧା ପକେଇ ଦେଇଛି। ମୋ ମୁଣ୍ଡ ଖରାପ ହେଇଗଲା। ମ୍ୟାଡ଼ମକୁ ମୁଁ କହିଲି ଦେଖେ ପାପ ଇନକମ୍ କରନା, ଆମେ ଭଗବାନ କେବେ ବି ନୁହଁ ଯେ ଆମେ ତାକୁ ଛୁଆଟେ ଦେଇଦେବା। ତ ସେ କହିଲା କି ନାଇଁ ସାର୍ ଆପଣ ଦିଅନ୍ତୁ, ଆପଣ ହେବ। ମୋ ମୁଣ୍ଡ କାମ ଦେଉନଥାଏ। ତାପରେ ମୋ ପାଟିରୁ ଏମିତି ବାହାରି ପଡ଼ିଲା, ମୁଁ କହିଲି ପିରିୟଡ଼ ହେଲା? କହିଲା ନାଇଁ, କିନ୍ତୁ ବାନ୍ତି ବାନ୍ତି ଲାଗୁଛି। ମୁଁ ମ୍ୟାଡ଼ମକୁ କହିଲି ଯାଇକି ଟିକେ ୟୁରିନ୍ ଟେଷ୍ଟ କର। ପ୍ରାକ୍ଟିକାଲି ୟୁରିନ୍ ଟେଷ୍ଟରେ ପଜିଟିଭ୍ ଆସିଲା। 18 ବର୍ଷ ବାଦ ପେସେଣ୍ଟ କାନ୍ଦୁଛି, ମୁଁ କାନ୍ଦୁଛି, ଆଉ ମ୍ୟାଡ଼ମ ବି କାନ୍ଦୁଛନ୍ତି। है ना? ଏତେ ଇଏ। ତ ଏଇଟା ତା ଛୁଆ। ରାଇଟ୍ ସାଇଡ଼୍ରେ, ଏଇ ଯେଉଁ ଲେଫ୍ଟ ସାଇଡ଼୍ରେ ଯେଉଁ ଅଛନ୍ତି, ଏମାନେ ଲଭ୍ ମ୍ୟାରେଜ୍ ଥିଲା। ବାହାଘରର 6 ବର୍ଷ ପରେ ଛୁଆ ହେଉନଥିଲା। 2 ଜଣ ଅଲମୋଷ୍ଟ ମାରପିଟ୍ ହେଇକି ଡିଭୋର୍ସ ହେବା ସ୍ଥିତିରେ ଥିଲେ। है ना? ତାଙ୍କୁ କେହି ଜଣେ କହିଲା କି ସେଇଠିକି ଯାଅ, ଆଉ ସାର୍ ଇନଫର୍ଟିଲିଟି କେସ୍ ବିନା ଅପରେସନରେ କରନ୍ତି, ବହୁତ ସାରା ସକ୍ସେସଫୁଲ୍ ହେଇଛି। ଏ ଝିଅଟା ନା ଲକ୍ଷ୍ମୀ, ଯେଉଁ ପିଙ୍କ କଲର୍ର ଶାଢ଼ୀ ପିନ୍ଧିଛି। ତ ଇଏ ସେମିତି 3 ମାସରେ କନସିଭ୍ କରିଗଲା। ମୁଁ ଏଠି ଆପଣଙ୍କୁ କହୁନାହିଁ ଯେ 2 ମାସ 3 ମାସରେ କନସିଭ୍ ହେବ, ବଟ୍ ଏ ବହୁତ ସାରା ରେଜଲ୍ଟ ଭିତରେ ଏ ଦୁଇଟାକୁ ମୁଁ ଏଥିପାଇଁ ବାଛିଲି, ଏମାନେ ପିଓରଲି ନ୍ୟୁଟ୍ରିସନ୍ ସର୍ଟେଜ୍ ଯୋଗୁଁ ଆଙ୍କର କନସିଭ୍ ହେଉନଥିଲା। ଯେତେବେଳେ ଆମେ ଆପଣ ଜାଣିଛନ୍ତି ଏଇଟା ନ୍ୟୁଟ୍ରିସନ୍ଟା, ଖାଇବା ଜିନିଷଟା, ପିଓର ନ୍ୟୁଟ୍ରିସନ୍ ଯେତେବେଳେ ବଡ଼ିକୁ ଗଲା, ଅଟୋମେଟିକ୍ ବଡ଼ି କନସିଭ୍ କରିବା ଷ୍ଟାର୍ଟ ହେଲା। ସୋ ଏଇଟା ହେଉଛି ଇନ୍ସପାୟାରିଂ ରେଜଲ୍ଟ। ଆଉ ସେଇଠୁ ଆମର ଜର୍ନି, ବହୁତ ସାରା ଜର୍ନି ଏବେ ଅଛି। ତ ଆମେ ଆଜିର ଟପିକ୍ ଉପରକୁ ଚାଲିବା, ଯାହାର ନାଁ ହେଉଛି ଇନଫର୍ଟିଲିଟି। ଆପଣ ଫିଲିଂସ୍ କରନ୍ତୁ ଯେ ଯେଉଁ ଦମ୍ପତିଙ୍କର ଛୁଆ ପିଲା ନାହିଁ, ତାଙ୍କୁ ସମାଜ କି ଭଳିଆ ବ୍ୟବହାର କରେ। କିଏ କହିବ ସକାଳୁ ୟା ମୁହଁ ଦେଖିଲେ ଖରାପ, କିଏ କହିବ ଏଇଟା ତ ଅଶୁଭିଆଟା। है ना? ଶାଶୁ କହୁଥିବ ଆକୁ ବୋହୂ କରିକି ଆଣିଲି, ମୋ ଜୀବନ ବର୍ବାଦ। ସ୍ୱାମୀ କହୁଥିବ ଶଳା, ମାନେ ତାକୁ ଯେତେବେଳେ ଅଫିସରେ କ'ଣ କିରେ ଆଉ ଦମ୍ ନାହିଁ କି ତୋର, ମାନେ ବହୁତ ସାରା କଥା କୁହନ୍ତି ଯେଉଁଥିରେ ମେଣ୍ଟାଲି ଷ୍ଟ୍ରେସ୍ ଆସେ। ତ ସେଇ ଇନଫର୍ଟିଲିଟି ଉପରେ ଆମେ ଚର୍ଚ୍ଚା କରିବା। ତ ଆପଣମାନେ ଇଣ୍ଟରେଷ୍ଟେଡ୍ ଜାଣିବାକୁ? ଆପଣଙ୍କୁ କେମିତି ଲାଗିଲା ମୋର ଯେଉଁ ଫିଟନେସ୍ ସ୍କୁଲ ବିଷୟରେ ମୁଁ ବତେଇବାକୁ ଯାଉଛି? କେମିତି ମେହସୁସ୍ ହେଲା? ଆପଣ ଟିକେ କେମିତି ହାତ ହଲେଇ ଦେବେ ମୋ କଥା ଶୁଣୁଛନ୍ତି ଯଦି। ବହୁତ ଜଣ ମୋତେ ଲାଗୁଛି ଇଣ୍ଟରେଷ୍ଟେଡ୍ ଆଜି ନୁହନ୍ତି, କି ସମସ୍ତଙ୍କର ଭାରତରେ ତ ଆମର ଜବରଦସ୍ତ ଛୁଆ, ପୁରା ପୃଥିବୀରେ ଛୁଆ ନାହାନ୍ତି, ବଟ୍ ଭାରତରେ ଆମେ ଅଛୁ। ରେଡ଼ି ଆପଣମାନେ ଶୁଣିବା ପାଇଁ? କାହା ପାଖେ ଅଛି ଆଫ୍ରେଶ୍? ଆଫ୍ରେଶ୍ ଟିକେ ପିଇଦେବା। ଏବେ ପରଠୁ ଆପଣ ପେନ୍ ଆଣ୍ଡ ପେପର ଧରିଥାନ୍ତୁ, କାହିଁକି ମୁଁ ଯାହା ଏବେ କହିବାକୁ ଯାଉଛି ଆପଣଙ୍କୁ ମିନିମମ୍ 15,000 ଟଙ୍କା ଆପଣ ଖର୍ଚ୍ଚ କଲେ ସେତିକି ଇନଫର୍ମେସନ୍ ସାୟଦ ପାଇପାରିବେ।
ମୁଁ ପୁରା ସିଷ୍ଟମେଟିକ୍ କହିବି, ପୁରା ସିଷ୍ଟମେଟିକ୍ କହିବି, ଆପଣଙ୍କର ସାରା ଡାଉଟ୍ କ୍ଲିଅର ହେଇଯିବ ସେ ଜାଗାରେ। ଆପଣ ଯେବେ ବି ନିଜର ପରିବାର ଓଡ଼ୋଶ ପଡ଼ୋଶ କାହାକୁ ବି ଆପଣ ଇନଫର୍ଟିଲିଟି ବିଷୟରେ କହିବେ, ସାରା ଜିନିଷ ଆପଣ ପାଇପାରିବେ ସେ ଜାଗାରେ। ସୋ ଇନଫର୍ଟିଲିଟି ଆମେ କାହାକୁ କହିବା, ଯେଉଁମାନେ ଇନଫର୍ଟିଲିଟି ଆମେ ତାହାକୁ କହିବା ଯେଉଁଟା ଫେଲିୟର ଟୁ କନସିଭ୍। ବାହାଘର ଏଥିପାଇଁ ଆମେ କହୁ, ଆମ ସମାଜରେ ଗୋଟେ ପ୍ରଥା ଅଛି ହେଲା କି ବାହା ହେଲେ ଛୁଆ ହବ, ପରିବାର ହବ। ଏମିତି ନାହିଁ ଯେ ବାହା ନହେଲେ ଛୁଆ ହବନି, ବାହା ନହେଲେ ବି ଛୁଆ ହବ, ସେ ଯଦି ରଖିବାକୁ ଚାହୁଁଥିବେ। ତ ଇନଫର୍ଟିଲିଟି ଆମେ ସେଇଟାକୁ କହୁଛୁ ବାହାଘର ବା ମିଳାମିଶାର 1 ରୁ 2 ବର୍ଷ ଯଦି ସେମାନେ ଅନପ୍ରୋଟେକ୍ଟେଡ୍ ସେକ୍ସ କରୁଛନ୍ତି ବା କୌଣସି ମଝିରେ ବ୍ୟାରିୟର ନାହିଁ, କୌଣସି ବ୍ୟାରିୟର ୟୁଜ୍ କରୁନାହାନ୍ତି, ଅନପ୍ରୋଟେକ୍ଟେଡ୍ ସେକ୍ସ ହେଉଛି, ଆଉ 1 ରୁ 2 ବର୍ଷ ଭିତରେ ଯଦି ସେ ଗର୍ଭଧାରଣ ନ କରୁଛି ମହିଳା ଜଣକ, ତାକୁ ଆମେ ଇନଫର୍ଟିଲିଟି କହୁ ହେଲା। ମାନେ ମୋର ବାହାଘର ହେଲାଣି 3 ବର୍ଷ ପାର ହେଇଗଲାଣି, ମୋର ଛୁଆ ପିଲା ହେଇନି, ତ ମୁଁ ଇନଫର୍ଟିଲିଟି ସେକ୍ସନରେ ଆସୁଛି, ବୁଝିଲେ। ସୋ ବହୁତ ସାରା ଫ୍ୟାକ୍ଟର ଅଛି ଇନଫର୍ଟିଲିଟି ଉପରେ, ଆମେ ଗୋଟେ ପରେ ଗୋଟେ କରିବା। ପ୍ରଥମ ହେଲା କେତେ ପ୍ରକାର ଇନଫର୍ଟିଲିଟି ଅଛି। ଆପଣମାନେ ଏଇଟା ଗୋଟେ ଅଜୀବ କ୍ୱେଶ୍ଚିନ୍ ଯେ ବନ୍ଧ୍ୟା ଦୋଷ ବା ହିନ୍ଦୀରେ କହନ୍ତି ବାଞ୍ଝପନ, ଆଉ ଓଡ଼ିଆରେ କହନ୍ତି ବନ୍ଧ୍ୟା ଦୋଷ। ବନ୍ଧ୍ୟା ଦୋଷ 2 ପ୍ରକାର। ପ୍ରଥମ ହେଲା ପ୍ରାଇମେରୀ ଇନଫର୍ଟିଲିଟି, ଗୋଟେ ହେଲା ସେକେଣ୍ଡାରୀ ଇନଫର୍ଟିଲିଟି। ପ୍ରାଇମେରୀ ଇନଫର୍ଟିଲିଟି ମାନେ ତାଙ୍କେ କେବେ ବି ତାଙ୍କ ପେଟରେ ଛୁଆ ରହିନାହିଁ, ମାସଟେ ପାଇଁ ହଉ, 2 ମାସ ପାଇଁ ହଉ, 6 ମାସ ପାଇଁ ହଉ, ସେ ବିଲକୁଲ କେବେ ତା ପେଟରେ ଛୁଆ ରହିନାହିଁ ହେଲା, ତାକୁ କହନ୍ତି ପ୍ରାଇମେରୀ ଇନଫର୍ଟିଲିଟି। ସେକେଣ୍ଡାରୀ ଇନଫର୍ଟିଲିଟି କ'ଣ, ସେ ମାସକ ହଉ, 2 ମାସ ହଉ, 5 ମାସ ହଉ, 6 ମାସ ହଉ, କିମ୍ବା ଛୁଆ ଡେଲିଭରି କରିଥାଉ ତାପରେ ମରିଯାଉ, ଏଇଟାକୁ କହନ୍ତି ସେକେଣ୍ଡାରୀ ଇନଫର୍ଟିଲିଟି। ମାନେ ତା ପେଟରେ ବିଲକୁଲ ରହିନାହିଁ, କିମ୍ବା ଆଉ କ'ଣ କୁହାଯାଇପାରିବ, ଗୋଟେ ଛୁଆ ଥିଲା ତା ପେଟରେ, କୌଣସି ହିସାବରେ ପେଟରେ ଛୁଆ ମରିଯାଇଛି, ତାର ସତରେ ଆଉ ଛୁଆ ନାହିଁ, ତାକୁ ବି ଆମେ ସେକେଣ୍ଡାରୀ ଇନଫର୍ଟିଲିଟି କହିବା, ବୁଝିପାରିଲେ। କିମ୍ବା ଗୋଟେ କନସିଭ୍ କରିସାରିଥିବ, ତାର ଗୋଟେ ଛୁଆ ଅଛି ଆଗରୁ, ଜିଅନ୍ତା ଛୁଆ ଅଛି, କିନ୍ତୁ ଆଉ ସେ କନସିଭ୍ କରିପାରୁନି, ଦ୍ୱିତୀୟ ସନ୍ତାନ ସେ ଚାହୁଁଛି କିନ୍ତୁ ସେ କନସିଭ୍ କରିପାରୁନାହିଁ, ତାକୁ ଆମେ ସେକେଣ୍ଡାରୀ ଇନଫର୍ଟିଲିଟି କହୁ, ବୁଝିପାରିଲେ। ପ୍ରାଇମେରୀ ମାନେ ମୂଳରୁ ନାହିଁ, ସେକେଣ୍ଡାରୀ ମାନେ ସେ କନସିଭ୍ କରିଛି, ଆଉ ସେକେଣ୍ଡ କନସିଭ୍ ତାର ହଉନାହିଁ, ବୁଝିପାରିଲେ। ୟେସ୍, କାରଣ ଏଇ ଦୁଇଟା ଜାଣିଲେ ଆପଣ ଯେଉଁ ନ୍ୟୁଟ୍ରିସନାଲ ସପୋର୍ଟ ଦେବେ, ଏଇଠୁ ଆପଣଙ୍କର ନଲେଜଟା ଥିବା କଥା, ତେଣୁକରି ଆପଣ ଜାଣିବା ଦରକାର। ଯିଏ ପ୍ରାଇମେରୀ ଇନଫର୍ଟିଲିଟି ତା ପାଇଁ ଅଲଗା ଲାଇନ୍ ଅଫ୍ ଟ୍ରିଟମେଣ୍ଟ ଅଛି, ଯାହାର ସେକେଣ୍ଡାରୀ ଇନଫର୍ଟିଲିଟି ତାର ଲାଇନ୍ ଅଫ୍ ଟ୍ରିଟମେଣ୍ଟ ଅଲଗା। ସେକେଣ୍ଡାରୀ ଇନଫର୍ଟିଲିଟିକୁ ଆପଣ 99.99% ନ୍ୟୁଟ୍ରିସନରେ ଠିକ୍ କରିଦେଇପାରିବେ। ମାନେ ମୋର ବହୁତ ସାରା କେସେସ୍ ସେକେଣ୍ଡାରୀ ଇନଫର୍ଟିଲିଟି, ମୁଁ ଖାଲି ପଚାରେ ମାସଟେ ପାଇଁ କେବେ ପେଟରେ ରହିଥିଲା କି, 2 ମାସ ପାଇଁ ରହିଥିଲା କି, ହଁ ସାର୍ ରହିଥିଲା, ତୋର ନିଶ୍ଚିତ ଛୁଆ ହବ, ଯଦି ଭଗବାନ ଚାହୁଁନାହାନ୍ତି ଅଲଗା କଥା, ନହେଲେ ତୋର ନିଶ୍ଚିତ ଏଇଠି ହବ। ପ୍ରାଇମେରୀ ଇନଫର୍ଟିଲିଟିରେ କିଛି ପ୍ରୋବ୍ଲେମ୍ସ ଥାଏ, ବୁଝିପାରିଲେ। ୟେସ୍, ଇନସିଡେନ୍ସ ଦେଖନ୍ତୁ, ଆପଣଙ୍କ ଏଇ ସିଷ୍ଟମରେ ଆପଣ କେତେ ଜଣଙ୍କୁ କେମିତି ସାହାଯ୍ୟ କରିପାରିବେ। ପ୍ରତ୍ୟେକ 7 ଜଣ କପଲରେ ଜଣଙ୍କର ଏବେ ଇନଫର୍ଟିଲିଟି ପ୍ରୋବ୍ଲେମ୍ ଅଛି। ମାନେ କେତେ 7 ଜଣଙ୍କର ଜଣଙ୍କର ଛୁଆ ଠିକ୍ ସେ ହେଉନାହିଁ, ମାନେ ତାଙ୍କର ବାହାଘରର 1-2 ବର୍ଷ ଭିତରେ ତାର ଛୁଆ ହେଉନାହିଁ, ତ ଆମ ପାଖେ ବହୁତ ସାରା ଗେଷ୍ଟ ମିଳିବେ। ୟେସ୍, ଆମେ ତାଙ୍କୁ ସାହାଯ୍ୟ କରିପାରିବା। ଏଇ ଜାଗାରେ ନା ଗୋଟେ ଜିନିଷ ଅଛି ଯାହା ନାଁ ହେଲା TFR, ଟୋଟାଲ ଫର୍ଟିଲିଟି ରେଟ୍। ମାନେ ଗୋଟେ ସ୍ତ୍ରୀ ଲୋକ ତାର କ'ଣ ତା କୁହନ୍ତି ଫର୍ଟିଲିଟି ଏଜ୍ ମାନେ ଯେଉଁ ବୟସରେ ସେ ଗର୍ଭଧାରଣ କରିପାରିବ, ସେଟା ହେଲା 15ରୁ 49। ଆପଣ ଏଠି ଲେଖିପାରିବେ, ଗୋଟେ ସ୍ତ୍ରୀ ଲୋକର 15ରୁ 49 ମାନେ 49 ବର୍ଷ ପର୍ଯ୍ୟନ୍ତ ସେ ଗର୍ଭଧାରଣ କରିପାରିବ। ତ ଆମର ଡାକ୍ତରୀ ଭାଷାରେ TFR ଆମେ ଗୋଟେ ରଖୁ, ଟୋଟାଲ ଫର୍ଟିଲିଟି ରେଟ୍, ଯେଉଁଥିରେ ଏଇ ଗର୍ଭଧାରଣ ସମୟରେ ସେ କେତେଟା ଛୁଆକୁ ଜନ୍ମ କରିପାରିବ। ଆମର ପୂର୍ବପୁରୁଷମାନେ 8ଟା 10ଟା 15ଟା ଜନ୍ମ କରୁନଥିଲେ କି, କରୁଥିଲେ। ଆଜି କିନ୍ତୁ ହେଉନାହିଁ, କାହିଁକି ହେଉନାହିଁ ଆଗକୁ ବତେଇବି। 1950 ମସିହାରେ ଅନ୍ ଏନ୍ ଆଭରେଜ୍
ଜଣେ ସ୍ତ୍ରୀ ଲୋକ 6ଟା 7ଟା ଛୁଆ ଜନ୍ମ କରୁଥିଲା। 1980 ମସିହାରେ 4ଟାରୁ 5ଟା ଛୁଆ ଥିଲେ। ଯେଉଁମାନଙ୍କର ଜନ୍ମ 1980ରୁ ଉପରେ ଦେଖିବେ ସେମାନେ 4-5 ଭଉଣୀ, 5 ଭାଇ 6 ଭାଇ, 3 ଭଉଣୀ ଏମିତି ଥିବେ। 2021 ବେଳକୁ ଘଟିଗଲା, ଗୋଟିଏ ଭାଇ ଗୋଟିଏ ଭଉଣୀ, ହେ ନା। 2050 ବେଳକୁ ଖାଲି ଗୋଟିଏ ଥିବ। ଏବେ ବି ବହୁତ ଜଣଙ୍କର ଗୋଟିଏ ହିଁ ଅଛି, ହେ ନା। Recording in progress. ଆଉ ଯେମିତି ଯେମିତି 2000 ସରିବ ଗୋଟାଏରୁ ବି କମିଯିବ। ଆମର ଓଡ଼ିଶାର ଷ୍ଟେଟ୍ ହେଲା, ଆମ ଓଡ଼ିଶା ପାଇଁ ଏବେ TFR ହେଲା 1.6, ମାନେ ଆମକୁ ଆକ୍ଚୁଆଲି ନ୍ୟାସନାଲ ଇଣ୍ଡେକ୍ସ ମାପିବା ପାଇଁ ଓଡ଼ିଶାରେ ପ୍ରତ୍ୟେକ କପଲର 2ଟା ଛୁଆ ରହିବା କଥା, ବଟ୍ ଘଟିକି ଏବେ 1.6 ହେଇଯାଇଛି। ମାନେ ଆମ ଓଡ଼ିଶାରେ ସମସ୍ତ ପରିବାରରେ 2ଟା ଛୁଆ ବି ଆଉ ନାହାନ୍ତି। ଆପଣ ଭାବନ୍ତୁ ଯେ ଆପଣଙ୍କ ପାଖେ ସାହାଯ୍ୟ କରିବା ପାଇଁ କେତେ ସ୍କୋପ୍ ଅଛି, ଆମେ ଜାଣିପାରୁନୁ। ଯେଉଁ ଇନଫର୍ଟିଲିଟି କ୍ଲିନିକରେ ସେମାନେ ଲୋକମାନଙ୍କୁ ପୁରା ଜୋକ ଭଳିଆ ଚୋଷୁଛନ୍ତି, ସାରା ସମ୍ପତ୍ତି ଲୁଟିକି ନେଇଯାଉଛନ୍ତି, କାହିଁକି ନା ଗୋଟେ ଛୁଆଟେ ତାଙ୍କ ପାଖେ ନାହିଁ। ସୋ ଇନସିଡେନ୍ସ ବୁଝିପାରିଲେ। ସୋ ଆପଣ ଥ୍ୟାଙ୍କ୍ସ ଦେଇପାରିବେ ଆପଣଙ୍କର ଆଉ ମୋର ବି ମାଷ୍ଟର ମେଣ୍ଟର ସରୋଜ ସାର୍, ଯିଏକି ଇନଫର୍ଟିଲିଟି ଉପରେ କିଛି କହିବା ପାଇଁ କହିଲେ। ସୋ ମୁଁ ଥ୍ୟାଙ୍କ ୟୁ ସାର୍, ଆପଣ ମୌକା ଦେଇଥିବା ଯୋଗୁଁ। ମୁଁ ଚାହିଁବି ଯେ ପୁରା ସମସ୍ତେ ଏଇଠି ଯେଉଁମାନେ ଶୁଣୁଛନ୍ତି ସେମାନେ ଏ ବିଷୟରେ କିଛି ନେବେ। ସୋ ଆପଣମାନେ କେମିତି ବୁଝାନ୍ତି ଇନଫର୍ଟିଲିଟି କେସ୍କୁ ମୁଁ ଜାଣିନି, ମୋର ଗୋଟେ ଜବରଦସ୍ତ ତରିକା ଅଛି, ସାୟଦ ଆପଣଙ୍କୁ ପସନ୍ଦ ଲାଗିବ। ମୁଁ ଲୋକମାନଙ୍କୁ କେମିତି ବୁଝାଏ ଯେ ଆପଣ ଛୁଆ ଦରକାର, ଆପଣଙ୍କୁ ମାନେ ଫସଲ ଦରକାର, ଠିକ୍। ଫସଲ ପାଇଁ 3ଟା ଜିନିଷ ଦରକାର। ଗୋଟେ ହେଲା ଉନ୍ନତ ବିହନ, ଗୋଟେ ହେଲା ଉନ୍ନତ ଜମି। ଉନ୍ନତ ବିହନ ଉନ୍ନତ ଜମି ହେଲେ କ'ଣ କରିବ ଯଦି ଠିକ୍ ଟାଇମରେ ବୁଣାବୁଣି ନ କରିବେ, ହେ ନା। ତ ତାଙ୍କୁ ମୁଁ ବୁଝାଏ ଯେ ଦେଖ, ତମକୁ ଯଦି ଫସଲ ଦରକାର ତାହେଲେ ମୋତେ ବିହନ ଦେଖିବାକୁ ପଡ଼ିବ। ତମର ଠିକ୍ ବିହନ ଅଛି ନା ନାହିଁ, ତମର ବିଲ ଠିକ୍ ଅଛି ନା ନାହିଁ, ଆଉ ଠିକ୍ ଟାଇମରେ ଚାଷ କରୁଛ ନା ନାହିଁ। ତାଠୁ ସହଜ ଆଉ କିଛି ବୁଝେଇ ହେବନି। ତ ଆମେ ଏବେ ଷ୍ଟାର୍ଟ କରିବା ଭଲ ବିହନ। ବିହନ କେଉଁଠୁ ଆସିବ? ପୁରୁଷମାନଙ୍କଠୁ ଆସିବ ଜାହିରେ। ତ ଏବେ ପୁରୁଷଙ୍କର ବିହନ ଜନିତ କ'ଣ ପ୍ରୋବ୍ଲେମ୍ ହେଲେ ଇନଫର୍ଟିଲିଟି ହୁଏ ଆମେ କରିବା। ସୋ ମେଲ୍ ଫ୍ୟାକ୍ଟର, ହେ ନା। ମେଲ୍ ଫ୍ୟାକ୍ଟରରେ ଆମେ 4ଟା ପଏଣ୍ଟକୁ ନେଇପାରିବା। ପ୍ରଥମଟା ହେଲା ଯେ ଭଲ ବିହନ ଯଦି ତିଆରି ହେଇପାରୁନାହିଁ, ତାକୁ କହନ୍ତି ଡିଫେକ୍ଟିଭ ସ୍ପର୍ମାଟୋଜେନେସିସ୍। ଭଲ ସ୍ପର୍ମ ଯଦି ତିଆରି ହେଉନାହିଁ, ଭଲ ସ୍ପର୍ମ କାହାକୁ କହିବା ଆଗକୁ ବୁଝିବା। ଭଲ ସ୍ପର୍ମ ମାନେ ଆକ୍ଟିଭ ଥିବ, ଓଭମ ପାଖକୁ ମାନେ ଅଣ୍ଡା ପାଖକୁ ଯାଇପାରୁଥିବ, ମିଶି ପାରୁଥିବ, ଗୋଟେ ଛୁଆ ଜନ୍ମ କରିପାରୁଥିବ। ଉନ୍ନତ ବିହନ, ବିହନ ମାନେ ଆପଣ ଜାଣିଥିବେ, ଭଲ ବିହନଟେ ନହେଲେ ଗଛ କେମିତି ହେବ। ତ ଭଲ ବିହନ, ଭଲ ବିହନ ହେଲେ କ'ଣ ହେବ? ଯେଉଁ ପାଇପ୍ରେ ସେ ଆସିବାର ଅଛି, ଯଦି ସେ ପାଇପ୍ରେ ଅବଷ୍ଟ୍ରକ୍ସନ୍ ଅଛି, କୌଣସି ହିସାବରେ ବିହନଟା ବାହାରକୁ ବାହାରି ପାରୁନାହିଁ, ତାହେଲେ ପହଞ୍ଚିବ କେମିତି ବିଲରେ? ତ ଅବଷ୍ଟ୍ରକ୍ସନ୍ ଯଦି ଅଛି ବିହନ ପହଞ୍ଚିବାରେ, ବା ଯଦି ବିହନଟା ଯାଉଛି ଆଉ ସ୍ତ୍ରୀ ମାନଙ୍କର ୟୋନିରେ ବା ଯେଉଁ ସେକ୍ସୁଆଲ ପାର୍ଟରେ ଯାଇକି ଡିପୋଜିଟ୍ ହେବନି, ତାହେଲେ କେମିତିଆ ଛୁଆ ହେବ? ବାହାରିଯିବ, ହେ ନା। ବିଲରେ ପକେଇଲ, ବର୍ଷା ହେଲା, ବାହାରେ ଧୋଇ ହେଇକି ଅନ୍ୟ ବିଲକୁ ପଳେଇଲା, ହେବ କି ନାହିଁ ନା। ଆଉ ସେମିନାଲ ଫ୍ଲୁଇଡ୍, ବିହନକୁ ଯିଏ ଶକ୍ତି ଦିଏ, ସେ ସେମିନାଲ ଫ୍ଲୁଇଡ୍ ବା ଧାତୁ ଆମେ ଯାହା କହୁ, ସେ ଧାତୁରେ ଯଦି କୌଣସି ପ୍ରୋବ୍ଲେମ୍ ଥିବ, ବୁଝିପାରିଲେ? 4ଟା ଜିନିଷ। ଭଲ ବିହନ ଥିବ, ମାନେ ଯଦି ତିଆରି ହେଇପାରିବନି, ଭଲ ବିହନ ତିଆରି ହେଲେ ବି ଠିକଣା ଜାଗାକୁ ଯଦି ଯାଇପାରିବନି, ଆଉ ସେ ବିହନକୁ ଲାଳନ ପାଳନ କରିବା ପାଇଁ ଯେଉଁ ଶକ୍ତି ଦରକାର, ଜିଇବା ପାଇଁ ଯେଉଁ ଶକ୍ତି ଦରକାର, ଧାତୁରେ ଯଦି ସେ ଶକ୍ତି ନଥିବ, ବୁଝିପାରିଲେ? ୟେସ୍, ହାତ ହଲେଇ ପାରିବେ। ସୋ ଡିଫେକ୍ଟିଭ ସ୍ପର୍ମାଟୋଜେନେସିସ୍, ଗୋଟେ ଗୋଟେ ପଏଣ୍ଟରେ ଆମେ ଧୀରେ ଧୀରେ କଥା ହେବା। କାହିଁକି ତିଆରି ହେଇପାରିବନି ଭଲ ସ୍ପର୍ମଟେ, ଭଲ ବିହନଟେ? ତ ଛୋଟବେଳୁ ଷ୍ଟାର୍ଟ ହେଇଯାଏ। ବହୁତ ଜଣ ଏମିତି ଥାଆନ୍ତି ଯେଉଁମାନଙ୍କ ବାପା ମା ମାନେ ଆଣନ୍ତି ଆମ ଚାଇଲ୍ଡ ସ୍ପେଶାଲିଷ୍ଟ ମାନଙ୍କ ପାଖକୁ, ଆଜ୍ଞା ତାର ଅଣ୍ଡାଟା ନା ଉପରେ ରହିଯାଇଛି, ତଳକୁ ଆସିନି। ବହୁତ ଜଣ ଏମିତି ଛୁଆ ମିଳିବେ ଯେଉଁମାନେ ପତଳା ଦୁବଳା ଥିବେ, ତାଙ୍କର ଅଣ୍ଡା ତଳକୁ ଖସି ନଥିବ। ତ ସେଇଟା ଯଦି ଲେଟ୍ରେ ଖସିଲା
ताहेले आगु को तार भविष्यत जीवन रे भल से स्पर्म तैयारी हो पारिबनी। तो जो माँ बापा छुआकर जन्म है छुआर या 5 वर्ष भितर अंडाटा तौक आसी ना से माने देखिए। हाइपोस्पाडियासिस माने है आमर परिस्रा आउ धातु बाहरिया पई जो पुरुष अंगरे जो कणाटी अच्छी से कणा न होइकि ता तले गोटे कणा हो जाए माने डिफेक्टिव जन्म डिफेक्टिव परिस्रा जो रास्ता बाहर से न बाहर कि तले गोटे कणा थी आ से बाटे जदि स्पर्मटा बाहरी गला ताहेले हो पारिबनी। थर्माल फैक्टर माने भेरिकोसिल माने आपणको अंडा उपरे जदि चर्बी जमा हो गला जो मानकर ओजन प्रॉब्लम अच्छी चर्बी प्रॉब्लम अच्छी जदि अंडा उपरे चर्बी जमा हो गला से भेन को चिपी दब आ चिपी देले कौन हम ना गरम जोगु स्पर्म गुड़िक मरीजे तो हो पारिबनी। इन्फेक्शन बहुत जन जानी ना गालुआ गालुआ हुए गालरे छोट पिला मनकर ताकू जदि ठीक ठाक ट्रीटमेंट न करेंगे आगु को चलिकी हाइड्रोसिल हम आउ हाइड्रोसिल को इंग्लिश रे कहते अर्काइटिस जदि अर्काइटिस है ताहले भी तार छुआ हेनी जो मैंने छुआ मान को गालुआ ठीक से देखौ ना आगु को चलिकी तांकर छुआ हेनी। तापरे किछि हार्मोन अच्छी जमती लुटेनाइजिंग हार्मोन फॉलिकल स्टिमुलेटिंग हार्मोन ये हार्मोन गुड़िक जदि ठीक ठाक बाहर ना आगुड़िक कौन प्रोब्लेम है बाहर माल न्यूट्रिशन है जमीती कौन सी छुआ छोट बेलू पतला अच्छी आउ से न्यूट्रिशन ठीक से ता बॉडी को मिलानी तो तार हार्मोन ठीक रिलीज हेनी। जो माने मद पियंती जो माने स्मोकिंग करती जो मानकर लाइफस्टाइल ठीक नहीं से मानकर ए हार्मोन डिसबैलेंस हुए हार्मोन डिसबैलेंस है माने तांकर ठीक ठाक भाव तांकर स्पर्म जो अच्छी बा बिहन से ठीक ठाक तैयारी हब नाही। जदि स्ट्रेस लेवल अधिका बाहा है ताले फॉलिकल स्टिमुलेटिंग हार्मोन गोटे अच्छी जोटा जदि अधिका हो गला भी आपणकर स्पर्म तैयारी हो पारिबनी। स्पर्म रो मोटिलिटी जो स्पीड रे से जीवा कथा भाजाइना भितर जाई पारिबनी। जेनेटिक फैक्टर अच्छी आमर 44+XY रे आमर तैयारी हुए हार्मोनटा बट जदि XXY हो गला एटा आपण जानिबा दरकार नहीं खाली शुणी थांतु। तो जेनेटिक फैक्टर भी जब किसी जनकर अच्छी जोटा हम नहीं आ बहुत गुड़े औषध अच्छी साइकोटॉक्सिक ड्रग जो माने कैंसर जो माने ट्यूमर ये रोग रेडियोथेरापी लाइट पड़ुची जो मानकर मेंटल प्रॉब्लम अच्छी निद औषध खाऊंती एंटी डिप्रेशन ड्रग खाऊंती से मानकर भी तैयारी हुए नाही। तो ये आमर डिफेक्टिव हुए। ऑब्स्ट्रक्शन केमिति हम बिहन तो ठीक बनिला बट जाई पारुनी जो मानकर टीबी अच्छी जो मानकर सेक्सुअल रोग अच्छी से माने कौन करती से पाइप को जाम कर दियंती किंबा बेले बेले आमे कौन करू ना हाइड्रोसिल ऑपरेशन करू करू जो बाटे धातु जीवा नली को काटी दे था। बहुत जन डाक्तर जो माने नुआ नुआ शिखती हाइड्रोसिल ऑपरेशन करू करू सियाड़े आउ गोटे को काटी देथिबे से काटी देकी जोड़ी देइचंदी याडू बाबू आउ जीव नाही बुझी पारचंदी तेणु करी जदि ऑपरेशन जोठे हेबे ताले भल जगार हेबे नले असुविधार पड़िबे केतेबेले कटी जाइथो है ना। आउ तापर कौन हो पारिबो बिहन ठीक अच्छी रास्ता ठीक अच्छी किंतु इरेक्टाइल डिसफंक्शन आजिका डेट रे जो नवयुवक माने अच्छंती गलत प्रैक्टिस वीडियो रील्स देखिकी गलत प्रैक्टिस जोगु तांकर सेक्सुअल लाइफ को हैम्पर करुचंती। इरेक्टाइल डिसफंक्शन माने तांकर ठीक भावरे जो उत्तेजना हवा कथा से हुए नहीं या उत्तेजना जल्दी शेष हो जाए तो कौन हम ना जो जगार स्पर्मटा डिपोजिट हवा कथा से डिपोजिट हेनी। आउ हाइपोस्पाडियासिस जो भाया कहली परिस्रा रास्तार ऊपर कणाटा थिबा कथा बट तल आड़े कणा थाए जो एटा होची हमर जन्मगत त्रुटि मोटे फोटो एथि देखौची देखैबा कथा कि नुह जानिनी बट मेडिकल विषय आम जेहेतु कथा होचु एटा जणैबा दरकार। बहुत जन छुआकर ए प्रॉब्लम थाए जन्म हैला परे आपण देखंतु ऊपर कणाटा रहिबा कथा किंतु तल आड़े कणाटा हो जाइछि तो ये कौन हम एटा जदि आम बंद न करिबा आगु को आमर ए प्रॉब्लमटा रहिबो।
ସେମିନାଲ ଫ୍ଲୁଇଡ୍ ଆମେ ଯେଉଁ ଧାତୁ ଯେଉଁ ଟେଷ୍ଟ ହୁଏ ଧାତୁ ପରୀକ୍ଷା ହୁଏ ଛୁଆ ପାଇଁ ହେଉଛି ନା ନାହିଁ କହିକି ଆମର ଯେଉଁ ଶୁକ୍ରାଣୁଟି ସ୍ପର୍ମ ମାନେ ହେଲା ଶୁକ୍ରାଣୁରେ ତାକୁ ଜୀଇବା ପାଇଁ ଖାଦ୍ୟ ଦରକାର ଆଉ ଖାଦ୍ୟ ମାନେ ଫ୍ରୁକ୍ଟୋଜ୍ ଦରକାର ସେଠି ଫ୍ରୁକ୍ଟୋଜ୍ ଫଳରେ ଥାଏ ତ ସେ ଫ୍ରୁକ୍ଟୋଜ୍ 1200ରୁ 4500 ନାନୋ ମିଲିଗ୍ରାମ ପର ml ରହିଲେ ଆପଣଙ୍କର ସ୍ପର୍ମଟା ଠିକ୍ ଭାବେ ଶକ୍ତି ପାଇବ କିନ୍ତୁ ଯଦି 1200 ନାନୋ ମିଲିଗ୍ରାମରୁ କମ୍ ରହିବ ତାହେଲେ ସେ ଠିକ୍ ଠାକ୍ ଯାଇପାରିବ ନାହିଁ ହାଇ ପ୍ରୋଷ୍ଟାଗ୍ଲାଣ୍ଡିନ୍ ଗୋଟେ କେମିକାଲ ଅଛି ଯିଏ ଶୁକ୍ରାଣୁ ବହୁତ ତିଆରି କରିବ ଆଉ ତାକୁ ମାନେ ଭାଜାଇନା ଆଡ଼କୁ ନେଇକି ଯିବ ତାକି ସେ ଅଣ୍ଡା ସାଙ୍ଗେ ମିଶି ପାରିବ ତ ଯଦି ଅଧିକା ହେଇଗଲା ତାହେଲେ ସେ ହେଇପାରିବ ନାହିଁ ଯଦି ଯେତିକି ଧାତୁ ଅଛି ତାଠୁ କମ୍ ହେଲା ନର୍ମାଲ ଆମର 1.5 ml ରୁ 5 ml ପର ଇଜାକୁଲେସନ୍ ବାହାରିବା କଥା ତାଠୁ ଯଦି କମ୍ ହେଇଗଲା ତାହେଲେ ବି ଆମର ଛୁଆ ପିଲା ହେବାର ସମ୍ଭାବନା କମ୍ ହୋଇଯାଏ ମାନେ ଶୁକ୍ରାଣୁର ବିହନର କ୍ୱାଲିଟି କମ୍ ହେଇଯିବ ବୁଝିପାରିଲେ ୟେସ୍ ଆପଣ କେମିତି ଜାଣିବେ ଯେ ଆପଣଙ୍କର ମେଲ୍ ଇନଫର୍ଟିଲିଟି ଆଡ଼କୁ ଯାଉଛି ମୋ ପୁଅର ଛୁଆ ପିଲା ହେବାର ସମ୍ଭାବନା କମ୍ ବା ମୋର ଛୁଆ ପିଲା ହେବାର ସମ୍ଭାବନା କମ୍ ଆମେ କେମିତି ଜାଣିବା ମୁଁ ଯାହା କହିଲି ସେଟା ତ ଟେକ୍ନିକାଲ ଜିନିଷ ଆପଣ ତା ଭିତରେ ପଶିକି ଜାଣିପାରିବେନି ଉପରୁ କେମିତି ଜାଣିବେ ଉପରୁ ଆପଣ ଏମିତି ଜାଣିବେ ଯେ ତାର ସେକ୍ସୁଆଲ ଫଙ୍କସନ୍ ସେ ଠିକ୍ ସେ କରିପାରୁନଥିବ ଶୀଘ୍ର ପତନ ତାର ଥିବ ୟା ଲେଟ୍ରେ ବାହାରୁଥିବ ତାର ଇଚ୍ଛା ନଥିବ ମିଶିବା ପାଇଁ ଇଚ୍ଛା ନଥିବ ମିଶିବା ପାଇଁ କ'ଣ ସେ ଗୋଟେ ଝିଅକୁ ଭଲ ପାଉଥିବ ତାକୁ ବାପା ମା ଜବରଦସ୍ତି ଆଉ କେଉଁଠି ବାହା କରିଦେଇଥିବେ ତାର ମିଶିବାକୁ ଇଚ୍ଛା ହେଉନଥିବ ତାକୁ ତା ମନ ଆଉ କେଉଁଠି ଥିବ ତାର ଯେଉଁ ଅଣ୍ଡକୋଷ ଅଛି ସେଟା ଯେମିତି ହାଇଡ୍ରୋସିଲ୍ ହେଲା କି ଅନ୍ୟ କୌଣସି କାରଣ ଯୋଗୁଁ ଯଦି ଫୁଲି ଯାଇଛି ବା ଦରଜ ହେଇଛି ତାହେଲେ ମଧ୍ୟ ସେ ମିଶିପାରିବ ନାହିଁ ରିକରେଣ୍ଟ ରେସ୍ପିରେଟୋରୀ ଟ୍ରାକ୍ଟ ଇନଫେକ୍ସନ୍ ଜଣକୁ ବାରମ୍ବାର ଥଣ୍ଡା କାଶ ଶ୍ୱାସ ଏସବୁ ହେଉଛି ସେଥିରେ କ'ଣ ହେବ ତାର ଇମ୍ୟୁନିଟି ସିଷ୍ଟମ୍ ଡାଉନ୍ ହେଇଯିବ ଇମ୍ୟୁନିଟି ସିଷ୍ଟମ୍ ଡାଉନ୍ ହେଇଗଲେ ତାର ଭଲ ଶୁକ୍ରାଣୁ ତିଆରି ହେଇପାରିବ ନାହିଁ ତ ଯେଉଁ କପଲମାନଙ୍କର ଛୁଆ ପିଲା ନାହିଁ ଆଉ ସେମାନେ ବାରମ୍ବାର ଥଣ୍ଡା ସର୍ଦ୍ଦି ଖାସରେ ଆଫେକ୍ଟେଡ୍ ଅଛନ୍ତି ସେମାନେ ଏ ବିଷୟରେ ଚିନ୍ତା କରିବେ ପୁଅ ପିଲାମାନଙ୍କର ଦାଢ଼ି ନିଶ ଛାତିରେ ବାଳ ହେବା କଥା ଯଦି ହେଉନାହିଁ ତାହେଲେ ଆପଣ ଜାଣିବେ ଯେ ତାର ହରମୋନ୍ ଡିସବାଲାନ୍ସ ହେଉଛି କମ୍ ହେଉଛି ତାର ଟେଷ୍ଟୋଷ୍ଟେରୋନ୍ କମ୍ ହେଉଛି ତେଣୁକରି ସେ ନ ବି କହିଲେ ଆମେ ଆଗକୁ ତା ବିଷୟରେ ଜାଣିବା ଯେ ଆରେ ତୋର ଦାଢ଼ିଟା ବାହାରିବା କଥା ଠିକ୍ ସେ ବାହାରୁନି ତ ଛାତିରେ ବାଳ ବାହାରିବା କଥା ଏଡଲ୍ଟ ହେଲା ମାନେ ବାହାରୁନି ତ ବାପା ମାନେ ଏଲର୍ଟ ହେଇଯିବା କଥା ଯେ ହରମୋନାଲ୍ ଡିସବାଲାନ୍ସ କିଛି ହେଉଛି ତାର ବାହାଘର ବି କରିଦେଲୁ 2 ବର୍ଷ ହେଲାଣି ଛୁଆ ହେଉନି ଆଉ ଆମେ ଡାକ୍ତରଙ୍କୁ ଦେଖେଇବା କେତେ ଜଣଙ୍କର ଏଇଠି ଟିକେ ଟିକେ ଦାଢ଼ି ଥିବ ଏଇଠି ଟିକେ ଟିକେ ଦାଢ଼ି ଥିବ ତାର ଛୁଆ ପିଲା ହେଉନଥିବ ବାପା ମା ମାନେ କହନ୍ତି କି ହଁ ହେବ ଆଉ କିନ୍ତୁ ହରମୋନାଲ୍ ଡିସବାଲାନ୍ସ ଯୋଗୁଁ ହୁଏ ତ ଆପଣମାନେ ଜାଣିବେ ତାପରେ ଗାଇନେକୋମାଷ୍ଟିଆ କେତେ ଜଣ ପୁଅ ପିଲାଙ୍କର ଛାତିଟା ବଡ଼ ବଡ଼ ହେଇଯାଏ ହରମୋନାଲ୍ ଡିସବାଲାନ୍ସ ଯୋଗୁଁ ହେ ନା ସେ ଲାଜରେ ସବୁବେଳେ ଏମିତିଆ କପଡ଼ା ଢାଙ୍କିକି ଥାଆନ୍ତି ସେଗୁଡ଼ିକ ବି ହରମୋନାଲ୍ ଡିସବାଲାନ୍ସ ଯୋଗୁଁ ହୁଏ ଆଉ ଆପଣ କେମିତି ଜାଣିବେ ଏବେ ଆମେ ଡାକ୍ତରଙ୍କ ପାଖକୁ ଯିବା କିମ୍ବା ଆପଣ ଏଜ୍ ଏ ୱେଲନେସ୍ କୋଚ୍ ଆପଣ ଏଇଭଳିଆ ଯଦି କେହି କ୍ଲାଏଣ୍ଟ ମିଳିଲେ ଆପଣ ତାଙ୍କୁ କ'ଣ ସଜେଷ୍ଟ କରିବେ ପ୍ରଥମେ ତାର ହିଷ୍ଟ୍ରି କଲେକ୍ସନ୍ କରିବେ କେବେଠୁ ବାହା ହେଲା କ'ଣ ହେଲା ବାହାଘରରେ ସନ୍ତୁଷ୍ଟ କି ସାରା ଜିନିଷ ପଚାରିବେ ଫିଜିକାଲ୍ ଏକ୍ଜାମିନେସନ୍ରେ ତାର ଦେଖିବେ ସେ ଯଦି 18 ବର୍ଷ 15 ବର୍ଷରୁ ଉପରେ ହେଲାଣି ଦାଢ଼ି ବାଳ ସବୁ ଠିକ୍ ଠାକ୍ ତାର ଅଛି ନା ନାହିଁ ଯଦି ଅଛି ତ ଆପଣ ତାକୁ ସିମେନ୍ ଆନାଲିସିସ୍ ଲାଗି ପଠାଇଦେବେ ଠିକ୍ ଭଲ୍ୟୁମ୍ର ବାହାରୁଛି ନା ନାହିଁ ମୋଟିଲିଟି କେତେ ଅଛି ଏ ସାରା ଜିନିଷ କରିପାରିବେ ତାପରେ ଏଣ୍ଡୋକ୍ରାଇନ୍ ଟେଷ୍ଟ ଲାଗି ପଠାଇ ପାରିବେ ତାର ସବୁ ପ୍ରକାର ହରମୋନ୍ ଠିକ୍ ଠାକ୍ ଅଛି ନା ନାହିଁ ବୁଝିପାରିଲେ ଏତିକି ସାରା ଜିନିଷ ଆପଣ ଜାଣିବେ ତାପରେ ଆମେ ଟ୍ରିଟମେଣ୍ଟ ପାଇଁ ଆସିବା ଯଦି ତାର ବିଲକୁଲ ଶୁକ୍ରାଣୁ ନାହିଁ କିମ୍ବା କମ୍ ଶୁକ୍ରାଣୁ ଅଛି ବା କମ୍ ପରିମାଣର ଇଜାକୁଲେସନ୍ ହେଉଛି ବାହାରୁଛି ବା ତାର ଇମ୍ପୋଟେନ୍ସି ଅଛି ବା ଇଡି ଅଛି ତାର ମିଶିବାକୁ ବିଲକୁଲ ଇଚ୍ଛା ହେଉନାହିଁ ତାହେଲେ କାରଣ ହିସାବରେ ଆମେ ତାକୁ ଟ୍ରିଟମେଣ୍ଟ କରୁ ତ ଟିକେ ଟିକେ ମୁଁ ବତେଇଦେବି ଟ୍ରିଟମେଣ୍ଟରେ ଆମେ କ'ଣ କରୁ ତାର ଇମ୍ପ୍ରୁଭମେଣ୍ଟ ଅଫ୍ ଜେନେରାଲ ହେଲ୍ଥ କରୁ ତାର ହେଲ୍ଥ ଉପରେ ଆମେ କରୁ ଯେଉଁଟା ଆମେ ଆଜ୍ ଏ କୋଚ୍ ତାକୁ ଗୋଟେ ଭଲ ଲାଇଫଷ୍ଟାଇଲ୍ ଦେଉ ଭଲ ଡାଏଟ୍ ପ୍ରୋଭାଇଡ଼ କରୁ ତାକୁ ଗୋଟେ ଡିସିପ୍ଲିନ୍ ଲାଇଫ୍ ମେଣ୍ଟେନ୍ କରୁ
ଯଦି କୌଣସି ପ୍ରକାର ଔଷଧ ଖାଉଛି ଆଉ ସେ ଔଷଧ ଯୋଗୁଁ ତାର ଶୁକ୍ରାଣୁ ତିଆରି ହେବାରେ ବାଧା ଦେଉଛି, ତାହେଲେ ଆମେ ସେ ମେଡ଼ିକେସନରୁ ତାକୁ ଦୂର କରୁ। ଆଉ ପ୍ରପର ମେଡ଼ିକେସନ ତାର ସ୍ପେସିଫିକ୍ ଯଦି କିଛି କାରଣ ଅଛି ସେଇ କାରଣ ପାଇଁ ତାକୁ ମେଡ଼ିସିନ ଦେଉ। ଆଉ ଯଦି ସର୍ଜିକାଲ ଦରକାର ହେଲା, ତାର କେଉଁଠି କଟି କୁଟା ଯାଇଛି କିମ୍ବା ଇନଫେକ୍ସନ୍ ଅଛି, ଚିପି ହେଇଯାଇଛି ପାଇପ୍, ତାହେଲେ ଆମେ ତାକୁ ସର୍ଜରୀ ମାଧ୍ୟମରେ ଠିକ୍ ଠାକ୍ କରୁ। ତ ଜେନେରାଲ ହେଲ୍ଥ ଆପଣ କେମିତି ତାର କରିପାରିବେ, ଏଇଟା ଆପଣଙ୍କର କାମ, ଆମର କାମ ଏଜ୍ ଏ ୱେଲନେସ୍ କୋଚ୍। ରିଡକ୍ସନ୍ ଅଫ୍ ୱେଟ୍ ଇନ୍ ଓବେଜ୍, ଯଦି ତାର ଓଜନ ଅଧିକା ଅଛି ତାହେଲେ କ'ଣ ହେବ, ଚାରିଆଡ଼େ ଆମର ହାର୍ଟରେ, ଲଙ୍ଗସରେ, ଲିଭରରେ, ଚାରିଆଡ଼େ ଯେଉଁ ଡିପୋଜିଟ୍ ହେଇଯିବ ଆଡ଼ିପୋଜ୍ ଟିସ୍ୟୁ, ଯେଉଁ ଚର୍ବି, ସେମିତିଆ ଆମର ଅଣ୍ଡକୋଷ ଉପରେ ବି ଚର୍ବି ଜମା ହେଇଯିବ। ତ ଚର୍ବି ଜମା ହେଇଗଲେ ଟେମ୍ପରେଚର, ଅଧିକା ଟେମ୍ପରେଚର ଯୋଗୁଁ କ'ଣ ହେବ, ଆଉ ଚିପି ହେଇଯିବା ଯୋଗୁଁ ସେ ଯାଇପାରିବନି ଶୁକ୍ରାଣୁଟି ଏବଂ ତାର ଜୀବନ ବି କମିଯିବ। ତ ଆମେ କ'ଣ କରିବା, ତାର ଓଜନ ନିଶ୍ଚିତ କମ୍ କରିବା। ଆଉ ପୃଥିବୀରେ ଓଜନ କମ୍ କରିବା ପାଇଁ ଏଇଟି ହେଉଛି ଏକମାତ୍ର ସିଷ୍ଟମ୍ ଯେଉଁଠି ଆପଣଙ୍କୁ ଗୋଟେ ୱେଲନେସ୍ କୋଚ୍ ମିଳିବ, ଯିଏ ଆପଣଙ୍କୁ ରେଗୁଲାର ଆପଣଙ୍କର ୱେଟ୍କୁ ଆଇଡ଼ିଆଲ୍ ୱେଟ୍କୁ ନେଇ ଆସିପାରିବ। ତା ସାଙ୍ଗରେ ଡିସିପ୍ଲିନାରୀ ଆପଣଙ୍କ ଲାଇଫକୁ ଡିସିପ୍ଲିନ୍ କରିଦେବ। ସେଥିରେ ଆଲକୋହଲ କିମ୍ବା ସ୍ମୋକିଂ ଏସବୁକୁ ଆପଣଙ୍କୁ ଛଡ଼େଇ ଦେବେ ବା ଛାଡ଼ିବାକୁ ପଡ଼ିବ। ଆପଣ ମନେ କରନ୍ତୁ ଟ୍ରକ୍ ଡ୍ରାଇଭର, ମ୍ୟାକ୍ସିମମ୍ ମୁଁ ଦେଖିଛି ଯେଉଁମାନେ ଗରମ ଜାଗାରେ କାମ କରନ୍ତି, ସ୍ମେଲ୍ଟରରେ, ସେ ଟ୍ରକ୍ ଡ୍ରାଇଭର, ଗାଡ଼ି ଡ୍ରାଇଭର କଣ୍ଟିନ୍ୟୁଅସ୍, ସେମାନେ ବସି ବସି ତାଙ୍କ ପିଚା ପାଖରେ ଗରମ ଥିବା ଯୋଗୁଁ ସେ କ'ଣ ହୁଏ ନା ଅଣ୍ଡକୋଷ ଉପରେ ପ୍ରଭାବ ପକାଏ ଆଉ ତାଙ୍କର ଶୁକ୍ରାଣୁ ମରିଯାଇଥାନ୍ତି। ତ ଯେଉଁମାନେ ଆପଣଙ୍କର କ୍ଲାଏଣ୍ଟ ଯଦି ସେମିତି ଆସିବେ ଆଉ ସେମାନେ ଟ୍ରକ୍ ଡ୍ରାଇଭର ବି 5 ଘଣ୍ଟା 6 ଘଣ୍ଟା ବସିକି ଡ୍ରାଇଭ୍ କରୁଛନ୍ତି, ନିଆଁ ପାଖରେ କାମ କରୁଛନ୍ତି, ତାକୁ ଏ ଜିନିଷ ଆପଣ ନିଶ୍ଚିତ କରାଇବେ। ଲାଇଫଷ୍ଟାଇଲ୍ ଆପଣଙ୍କର ଇମ୍ପ୍ରୁଭ୍ କରିବାକୁ ପଡ଼ିବ। ଯେଉଁ ପ୍ରକାର ମେଡ଼ିକେସନ୍ ଅଛି, ଯେଉଁ ଔଷଧ ଦ୍ୱାରା ଯଦି ଆମେ ଦେଖୁଛୁ ଯେ ତାର ଶୁକ୍ରାଣୁ ଠିକ୍ସେ ତିଆରି ହେଇପାରୁନି, ସେ ପ୍ରକାର ମେଡ଼ିକେସନ୍କୁ ବନ୍ଦ କରାଇବା। ସ୍ପେସିଫିକ୍ ତାର ଯଦି ସବୁ ଠିକ୍ ଅଛି କିନ୍ତୁ ଶୁକ୍ରାଣୁ ତିଆରି ହେଇପାରୁନି, କିଛି ଔଷଧ ଅଛି, ଆମେ ତାକୁ ଦେଲେ ତାର ଶୁକ୍ରାଣୁ ତିଆରି ହେବା ସ୍ପିଡ଼ ବଢ଼ିବ। ଯଦି କୌଣସି ପ୍ରକାର ୟୁରିନ୍ ଇନଫେକ୍ସନ୍ ଅଛି ବା ଟିବି ଅଛି ବା ଅନ୍ୟ କୌଣସି ପ୍ରକାର ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ଅଛି, ତାକୁ ଆମେ ଆଣ୍ଟିବାୟୋଟିକ୍ ଦ୍ୱାରା ଟ୍ରିଟମେଣ୍ଟ କରିବା। ଆଉ ସ୍ପେସିଫିକ୍ ତାର କିଛି ଉପାୟ ହେଇପାରିଲା ନାହିଁ, ତାହେଲେ ଆମେ ଯେଉଁଟା ଇନଫର୍ଟିଲିଟି କ୍ଲିନିକ୍ରେ ହୁଏ 3-4 ପ୍ରକାର ହୁଏ, ଯେମିତି ଇଣ୍ଟ୍ରାୟୁଟ୍ରାଇନ୍ ଇନସେମିନେସନ୍ IUU, IVF ଯେଉଁ ଆମେ କହୁ ଇନଭାଇଟ୍ରୋ ଫର୍ଟିଲାଇଜେସନ୍, ଆଉ ଇଣ୍ଟ୍ରାସାଇଟୋପ୍ଲାଜମିକ୍ ସ୍ପର୍ମ ଇଞ୍ଜେକ୍ସନ୍ ଆମେ ଦେଉ। ଏଗୁଡ଼ିକ ଆପଣ ଜାଣିବା ଦରକାର ନାହିଁ, ଖାଲି ଟିକେ ଟିକେ ମୁଁ କହିଦେଉଛି। IUUରେ କ'ଣ ହୁଏ ନା, ଗୋଟେ ପାଇପ୍ ପୂରେଇକି ଆମେ ଝିଅ ପିଲାମାନଙ୍କର ଯେଉଁ ସର୍ଭିକ୍ସ ଅଛି ସେଇଠିକି ନେଇକି ସ୍ପର୍ମଟାକୁ ଛାଡ଼ି ଦେଉ, ସେ ଭିତରେ ମିଶିଯିବ। ଆଉ ଏମିତିଆ ଏଇଟା ଦେଖନ୍ତୁ, ଝିଅ ପିଲାଙ୍କ ଇଏ ଗୋଟେ ପାଇପ୍ ମାଧ୍ୟମରେ ଆମେ ସ୍ପର୍ମଟାକୁ ନେଇକି ଛାଡ଼ି ଦେଉ। ଆଉ ଇନଭାଇଟ୍ରୋ ଫର୍ଟିଲାଇଜେସନ୍ ମାନେ ଝିଅର ଅଣ୍ଡାକୁ ବାହାର କରିବୁ, ପୁଅର ଶୁକ୍ରାଣୁକୁ ବାହାର କରିବୁ, ବାହାରେ ଗୋଟେ ଜାଗାରେ ମିଶାଇ ଦେବୁ, ଆଉ ଯେଉଁ ଛୁଆଟା ହେବ ସେଟା ନେଇକି ପେଟ ଭିତରେ ଛାଡ଼ିଦେବୁ, ତାକୁ କୁହନ୍ତି IVF। ଆଉ ଇଣ୍ଟ୍ରାସାଇଟୋପ୍ଲାଜମିକ୍ ସ୍ପର୍ମ ଇଞ୍ଜେକ୍ସନ୍ ମାନେ ହେଲା, ଏଇଟା ଗୋଟେ ହିଁ ସ୍ପର୍ମ ଦରକାର, ସିଧା ନେଇକି ଆମେ ଅଣ୍ଡା ଭିତରେ ମାରିଦେଉ, ଅଣ୍ଡା ଭିତରେ ଇଏ କରିକି ସେଟାକୁ ପୁଣି ଗର୍ଭାଶୟ ଭିତରେ ଛାଡ଼ିଦେଉ। ଏଇ ଗୋଟେ ସ୍ପେସିଫିକ୍ ଜିନିଷ ଗୁଡ଼ିକ, ଏଗୁଡ଼ିକ ଆପଣ ଜାଣିବା ଦରକାର ନାହିଁ। ଆପଣଙ୍କୁ କେବଳ ଜାଣନ୍ତୁ ଲାଇଫଷ୍ଟାଇଲ୍ ଠିକ୍ କରିବେ, ନ୍ୟୁଟ୍ରିସନ୍ ଠିକ୍ ନେବେ, ତାହେଲେ ଯାଇକି ବହୁତ ସାରା ଜିନିଷ ହୁଏ। ଆଉ ସର୍ଜିକାଲ ଟ୍ରିଟମେଣ୍ଟ, ଅପରେସନ୍ କେଉଁ ଜାଗାରେ ଦରକାର, ମୁଁ ଏଗୁଡ଼ିକ କାହିଁକି କହୁଛି, ଯଦି କୌଣସି ଆମର ଗେଷ୍ଟ ଏଇଠି ଥିବେ, ତାଙ୍କର ଛୁଆ ପିଲା ହେଉନାହାନ୍ତି, ଡାକ୍ତର ତାକୁ ମିସଲିଡ୍ କରନ୍ତି, ତ କେଉଁ ଜାଗାରେ ଆପଣ ଲାଇଫଷ୍ଟାଇଲ୍ ସେଟ୍ କରିବେ, କେଉଁ ଜାଗାରେ ଟ୍ରିଟମେଣ୍ଟ ଦରକାର, କେଉଁ ଜାଗାରେ ଅପରେସନ୍ ଦରକାର, ଆପଣ ଖାଲି ଜାଣିଥିବେ। ଅପରେସନ୍ କେଉଁ ଜାଗାରେ ଦରକାର ଆପଣ ଏଇ ଚିତ୍ରଟି ଦେଖିଲେ ଜାଣିପାରିବେ। ମୋର କୌଣସି କାରଣରୁ ଏଇ ପୁରୁଷ ଅଙ୍ଗରେ ଏଇଟା କଟି ଯାଇଛି, ମୁଁ ଯେଉଁ ଜାଗାରେ ଗୋଲ ବୁଲେଇ ଦେଇଛି, ଏଇଟା କଟି ଯାଇଛି, ଦେଖନ୍ତୁ ଗୋଲ ବୁଲେଇବା ଜାଗାରେ କୌଣସି କାରଣରୁ ତାର କିଛି ଅପରେସନ୍ ହେଇଛି, କଟି ଯାଇଛି, ହେ ନା। ତ ତାକୁ କ'ଣ କରାହେଲା, ଏଇଟା ଦେଖନ୍ତୁ ସେଇ ଜାଗାରେ ଗୋଲ କରିଦେଇଛି, ତାକୁ ଯୋଡ଼ିଦେଲେ ଆମେ, ପାଇପ୍ଟା କଟି ଯାଇଥିଲା, ପାଇପ୍ଟାକୁ ଏବେ ଆମେ ଯୋଡ଼ିଦେଲେ, ବୁଝିପାରିଲେ। ତ ଏଇ ଜାଗାରେ ଆପଣଙ୍କର ଅପରେସନ୍ ଦରକାର। ଡାକ୍ତର କ'ଣ କରନ୍ତି ନା, ତୋର ଅପରେସନ୍ ଦରକାର, ଇଏ ଦରକାର କହିକି ତାର ଜୀବନ ଭର କେବେ ଅପରେସନ୍ ହେଇନଥିବ, ପାଇପ୍ କଟି ନଥିବ, ନୂଆ ଅପରେସନ୍ କ'ଣ ଦରକାର। ତ ଏଇଭଳିଆ ଆପଣ କରିପାରିବେ।
सो आपण मैंने बुझीपारे कि मेल इनफर्टिलिटी केमिति हुए मेल पुओ मानक प्रोब्लेम कौन ए जगह ना आम सब झील पिला मानक दोष दौ बाबू तू अलक्षणीटा तू छुआटे दे पारुनु मु स्टार्टिंग रे फीमेल इनफर्टिलिटी कहि पारि जे स्त्री मानकर बंध्या दोष किंतु आपण जानी थांतु स्त्रीटा हूँ बिल मंजी न पकेले गछ कौटू हम और मंजीटा विषय आग जाना दरकार थिला हाँ ना नहीं मो कथार सहमत सो मंजी विषय आग कहली बर्तमान आम बिल उपर को आसवा बिल उपर को आसिले फीमेल इनफर्टिलिटी स्त्री लोक मानकर बंध्या दोष आम आपको कहवा यहाँ तीन जिनस उपर डिपेंड करे गोटे है ठीक ठाक भाव जदि अंडा फुटु नथुबो बा अंडा फुटिले जो पाइप बाटे गर्भाशय को आसवा कथा से पाइप बाटे आसु नथुबो किंबा कोनोसी रिस्क फैक्टर थिबो सो अंडा न फुटिबार बहुत सारा कारण हो पारे जमितिया इरेगुलार पीरियड हम माने तार आमर जो ऋतुस्राव हुए साधारणतः 28 दिन रे हुए बोली आमर धारणा बट प्लस माइनस 7 डेज 21 दिन रे भी चलिबो 35 दिन रे भी चलिबो किंतु 21 रु 35 दिन रु जदि पार हो गला बा 21 दिन रु आगुरु हो गला आमे ताको कहू इरेगुलार पीरियड साधारणतः हार्मोनाल इम्बालांस जोगु हुए आ हार्मोनाल इम्बालांस जदि हैला ताले अंडा ठीक से फुटिबोनी किंबा गोटे अंडा मासको फुटिबा कथा बहुत गुड़िए अंडा फुटी जिवे ता ना हैला पॉलीसिस्टिक ओवारियन डिजीज आजिका डेट रे 100 रु 40 जन झील पिलांकर अल्ट्रासाउंड कले पीसीओडी बाहरुची गोटे अंडा बनिबा जगार माने 8-10-20 अंडा तैयारी होची तेणुकरी तांकर सेक्सुअल रिप्रोडक्टिव लाइफ ठीक ठाक जाऊ नाही किंबा बहु जनकर मु सुंदर दिशिबी कहीकि बिल्कुल कम खाती आ दले अच्छी बहुत खाती है ना जो मैंने कम खाती तांको कहती एनोरेक्सिया जो मैंने अधिका खाती ताको कहती बुलिमिया से जोटे जहाँ पारिबे खाइबे सेगुड़िक हेले मध्य कौन हम आमर ओजन बढ़िबो किंबा ओजन घटीजिवो जदि कम खाइबो माल न्यूट्रिशन हो जदि अधिका खाइबो ताहले ओबेज हो दीटा को प्रॉब्लम किंबा चिंतार अच्छी तार घर परिवार ठू नहीं कि पैसा पत्र ठू नहीं कि सबू जिनस जदि से चिंतार अच्छी ताहले कॉर्टिजल जो आमर गोटे हार्मोन अच्छी स्ट्रेस हार्मोन सी कौन करे ना भल भावे अंडा तैयारी करने को दबने किंबा बहुत जन आजिकल अच्छा मुझे लास्ट जाइली आमर सरोज सार भी थिले आमर जो भुवनेश्वर रे ट्रेनिंग हुए सेटे दुर्भाग्यवशतः किड्स रो पछपटे मु लॉज रे रही ठीक है जगार जो जगार डाक्तरी पुओ झील गुड़िक आसती एटा गोटे मद दुकान खोली सबू डाक्तर झील पुओ मिसिकी सिगारेट मद उड़ाऊँ माने मु भाविली मोर टीम को लेकिन जाइली कहले सार आपण भी एमती कि मुझे अरे नाई आम बेलू पैसा नाला ये पैसा देकी बापा माँ डाक्तरी पढ़ाऊँ तेणुक जो डाक्तर मद सिगारेट निजे पीऊँच सी अन्य को कौन ट्रिटमेंट दब माने खुलम खुला एमती मद सिगारेट पीऊँच रोड उपर आ मुझे मो टीम को लेकिन जाइए लाइफस्टाइल चेंज करने मत देखिक हसुच्च मुझे नाई रे भाई ये आजिकाली बिगड़ा हुआ पिला तो एक्सेस ये छुआ मानकर कौन हम आग को एमानकर स्मोकिंग मद ड्रग्स जो आंकर सारा सेक्सुअल लाइफ डिस्टर्ब ये मानकर ही छुआ पिला हबार नहीं आगू आमको तांको बुझेबार अच्छी किंबा बहुत जन कौन करती मोर ओजन कमेवा इंटेंस एक्सरसाइज करती बहुत एक्सरसाइज करेंगे डाएटा हूँ 80% बट से माने 80% एक्सरसाइज उपर फोकस करती 20% डाएट उपर फोकस करती तो जो एक्सेसिव एक्सरसाइज हुए प्रोटीन डिप्लेशन हुए मसल फाटिब आउ बॉडी फैट लॉस हम आउ कौन हम ना ओवुलेशन रे प्रॉब्लम कर फॉलोपियन डैमेज जो ट्यूब था से ट्यूब रे बहुत सारा चर्बी जमी जाए बा ट्यूब रे जदि छुआ रहीगला बा कौन सी प्रकार ट्यूमर होगला बा कौन सी प्रकार सेक्सुअल रोग जमती गोनोरिया है ताले फॉलोपियन ट्यूब डैमेज हो जाए किंबा ब्लॉकेज हो जाए ताहले भी ताकर छुआ पिला हबनी रिस्क फैक्टर आपण आसीबो बयस 35 वर्ष आपण माने जानी थांतु गर्भधारणर सबुठु बेस्ट बयस होची 24 जार जार पुओ झील बाहागर करिवार अछि 24 वर्ष रे जदि आपण बाहागर कर 23 वर्ष रे करिसंती आ 24 वर्ष रे आपणकर नातीटे पुओटे आसुची ताले
ତାଠୁ ଟ୍ୟାଲେଣ୍ଟେଡ୍ ଛୁଆ ଆପଣ ପାଇବେନି। କିନ୍ତୁ ଯେଉଁମାନେ ଭାବୁଛନ୍ତି ମୁଁ ଚାକିରି କରିକି 30 ବର୍ଷରେ ବାହା ହେବି, 35 ବର୍ଷରେ ବାହା ହେବି, ସେମାନେ ଖାଲି ଛୁଆ ସିନା ଜନ୍ମ କରିବେ ତାର ମଜା ନେଇପାରିବେ ନାହିଁ, है ना। ତ 35 ବର୍ଷ ପରେ ଗର୍ଭଧାରଣର କ୍ଷମତା ଧୀରେ ଧୀରେ କମିଯାଏ, 40 ବର୍ଷ ପରେ ଅଲମୋଷ୍ଟ 60% କମିଯାଏ, है ना। ତ ଆମର ଗୋଟେ ଅଛି ନା, ପାଠଶାଠ ପଢ଼ୁ ଚାକିରି ଟିକେ ହଉ ତାପରେ ବାହାଘର କରିବି, ସେମିତି କରିବେ ନାହିଁ। 23-24 ବର୍ଷରେ ବାହାଘର କରିବେ। ପୁଅର ଡାଏଟ୍ ଯଦି ତାର ଠିକ୍ ନାହିଁ, ସେଗୁଡ଼ିକ ସେ ଡାକ୍ତରମାନେ ମଦ ଗଞ୍ଜେଇ କୁରକୁରେ ପିଜା ବର୍ଗର ଖାଇକି ହେଟେ ପାଠ ପଢ଼ୁଛନ୍ତି। ବାପା ତ ପଇସା ଦେଉଛନ୍ତି, ଆଉ କୋଟିଏ ଟଙ୍କା ଦେଇଛନ୍ତି, ଆଉ ଅସୁବିଧା କ'ଣ? ତ ପୁଅର ଡାଏଟ୍ କିମ୍ବା ଓଭର ୱେଟ୍ ହେବା ବା ଅଣ୍ଡର ୱେଟ୍ ହେବା ଏଗୁଡ଼ିକ ହେଉଛି ରିସ୍କ ଫ୍ୟାକ୍ଟର। ଏଇ ଭିତରେ ଯଦି କୌଣସି ସ୍ତ୍ରୀ ଲୋକ ଆସୁଛନ୍ତି ତାହେଲେ ତାଙ୍କର ଇନଫର୍ଟିଲିଟି ହେବାର ଚାନ୍ସେସ୍ ବହୁତ। ତ ଆମେ କେମିତି ଟେଷ୍ଟ କରିବା? ସାରା ହରମୋନ୍ ଟେଷ୍ଟ କରିବା, ଅଲ୍ଟ୍ରାସାଉଣ୍ଡ କରିବା, MRI କରିବା, ସାରା ଜିନିଷ ବ୍ଲଡ଼ ଟେଷ୍ଟ କରିବା, ଆମେ ଜାଣିବା। ଟ୍ରିଟମେଣ୍ଟ ବି ସେଇଭଳିଆ ହେବ, ଯେଉଁ ଭଳିଆ ତାଙ୍କର ପ୍ରୋବ୍ଲେମ୍ ଥିବ ସେଇଭଳିଆ ତାଙ୍କର ଟ୍ରିଟମେଣ୍ଟ ଆମେ କରୁ। ଯେମିତି ଯଦି ତାର ଅଣ୍ଡା ଠିକ୍ ଠାକ୍ ହେଉନାହିଁ, ଫୁଟୁନାହିଁ, ତାହେଲେ ଅଣ୍ଡା ଫୁଟେଇବା ପାଇଁ କିଛି ଔଷଧ ଅଛି, ଏଟା ମୁଁ ଲେଖିଛି ଆପଣମାନଙ୍କ ପାଇଁ ନୁହଁ। ଯଦି କିଛି ସର୍ଜରୀ, ତାଙ୍କର ଫାଲୋପିଆନ୍ ଟ୍ୟୁବ୍ ବ୍ଲକେଜ୍ ଅଛି ବା ଓଜନ ଯୋଗୁଁ ଚର୍ବି ଯୋଗୁଁ ବାନ୍ଧି ହେଇଯାଇଛି, ତାହେଲେ ତାକୁ ବାହାର କରିବାକୁ ପଡ଼ିବ। କିମ୍ବା ବାକି ଯେଉଁ ଜିନିଷ କହିଲି, IVF, IUI ଯେଉଁ ଟିକେ ଆଗରୁ କହିଲି, ସେ ସାରା ଜିନିଷ ଏଇଠି ବି ଆପଣଙ୍କର ଲାଗୁ ହେଉଛି। ଏଇଟା ଇଣ୍ଟ୍ରାୟୁଟରାଇନ୍ ଇନସେମିନେସନ୍, ଶୁକ୍ରାଣୁ ନେଇକି ପାଇପ୍ ମଧ୍ୟରେ ଗର୍ଭାଶୟରେ ଛାଡ଼ିଦେବା, ବା ତାର ଅଣ୍ଡା ବାହାର କଲୁ, ୟାଙ୍କର ଶୁକ୍ରାଣୁ ବାହାର କଲୁ, ବାହାରେ ମିଶେଇକି ଛୁଆ ତିଆରି କରିକି ପେଟରେ ଛାଡ଼ିଦେଲୁ, ବା ଅଣ୍ଡାଟା ଏ ଯେଉଁ ଶୁକ୍ରାଣୁଟା ନେଇକି ସିଧା ଅଣ୍ଡାରେ ଗେଞ୍ଜି ଦେଲୁ। ଏଭଳିଆ ବହୁତ ସାରା ଏବେ ବୈଜ୍ଞାନିକ ପଦ୍ଧତି ଆସିଛି ଯେଉଁ ଜାଗାରେ ବନ୍ଧ୍ୟା ଦୋଷଟାକୁ ସହଜରେ ଟ୍ରିଟମେଣ୍ଟ କରାଯାଇ ପାରୁଛି। ଏଗୁଡ଼ିକ ଫଟୋ ଗୁଡ଼ିକ ଏଗୁଡ଼ିକ ଆପଣଙ୍କର ଦରକାର ନାହିଁ। ସୋ ଅଲମୋଷ୍ଟ ଆମେ କମ୍ପ୍ଲିଟ୍ କରିଦେଇଛୁ। ଆଇ ହୋପ୍ ଆପଣମାନଙ୍କୁ ବହୁତ ସାରା ଜିନିଷ ଜାଣିପାରିଥିବେ। ଲୋକ ବହୁତ ସାରା ଇନଫର୍ଟିଲିଟି କ୍ଲିନିକ୍ ଅଛି ଯେଉଁ ଜାଗାରେ ଲୋକମାନଙ୍କୁ ନିଃସହାୟ ଦେଖିକି ଠକୁଛନ୍ତି। ତ ଆପଣମାନେ ଗୋଟେ ଓଭରଅଲ୍ ଗୋଟେ ଆଇଡ଼ିଆ ଆସିଯାଇଥିବ ଯେ ଆପଣମାନେ ସେ ଜାଗାରେ ଗଲେ ଆପଣଙ୍କର ପ୍ରୋବ୍ଲେମକୁ ଜାଣିବେ, ଆଉ ସେଇ ହିସାବରେ ତାଙ୍କଠୁ ଆପଣ ସଜେସନ୍ ନେବେ। ସୋ ଥ୍ୟାଙ୍କ ୟୁ ସରୋଜ ସାର୍ ଫର୍ ଗିଭିଂ ମି ଅପରଚ୍ୟୁନିଟି ଟୁ ସେୟାର ସମଥିଙ୍ଗ। ଯଦି ସେଇଭଳି ଆମ ପାଖେ କୌଣସି କ୍ଲାଏଣ୍ଟ ଅଛନ୍ତି, ଆମେ ତାଙ୍କୁ ଗାଇଡ଼ କରିପାରିବା। ସୋ ଥ୍ୟାଙ୍କ ୟୁ ସାର୍। ଓଭର ଟୁ